रामाय रामचंद्राय रामभद्राय वेधसे रघुनाथाय नाथाय सीतया पतये नमः। परमात्मा परमेश्वर कोटि कैवल्यनाथ जगतरनाथ जगन्नाथ पादर अनंतवार प्रणाम। पीठे विराजमान करिଥିବା भगवान सत्यनारायण स्वामी ये महादिया ग्राम समस्त देवादेवी ग्राम ग्रामेश्वर माँ ग्राम ग्राम देवती पादर अनंतवार प्रणाम। बस 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 माननीय पंडित मंडली मातृस्थानीय भग्निस्थानीय माँ भईमान जाऊ आपण आनुकूल्य प्रतिवर्ष पर ए वर्ष आयोजित कर ग्रामोत्सव ग्राम बादीपाला महोत्सव ये बादीपाला महोत्सव आम्मान सुजोग आपण देइथिबारु आम्मान को तरफ अनेक अनेक हार्दिक कृतज्ञता ज्ञापन करूछु। आम्मान पूज्यपाद नील भाई बोधे 3 वर्ष होला जोगाजोग आम सहित अछंती भगवान को से आशीर्वाद दिन फुला फुटुए जा कुजोठी जागा खंडी मिलबार थियो खाइबार थियो ता गुरु आगे स्थिति कृत हिछि सम्मुख भागे गोटाए पद राम भगवान को उद्देश्य भक्ति कुसुमटी अर्पण कर तत्पर गोटे श्लोक आनी ये श्लोक आसुवा भगवान मर्यादावंत भगवान त्रेतायुगर मर्यादामय ठाकुर सूर्यवंशी राजा भगवान राम आपण मंगल करेंगे ये चिंताधारा मो मन भीतर अच्छी गोटे पद राम को उद्देश्य कवि कवि सम्राट भंजो कहीगला रामंजवती प्रथम पद जय 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 राम प्रारंभिक कार्यक्रम द्वितीय पर्याय कथा प्रथम पर्याय आम पूज्यपाद सुभाष भाईना आपण मान आगे 3 घंटा पाला कार्यक्रम परिचालना कले वो बामान मामान प्रथमे आरंभ कले स्वर्ग कौन नरक कौन 84 नरकरु केतक नरक विषय से आपण आगे उपस्थापन करुले। अच्छा जदि नरक आ स्वर्ग विषय कहबार थिला ताले राति को जाक नरक स्वर्ग कथा था ठीक पुणी मोड़ बदल आपण मान ऋष्य श्रृंग आगमन ये विषय गला बेल को अध घंटे 45 मिनिट आपण मान आगे रखिली भितर कथा अच्छी खाद्य खाइले पाकस्थली की जाए नारी संगम कले पिछे आपण मान चोराई को जाए मो भाई मान बापा मान प्रश्न तो निश्चय समाधान हम या किसी नुआ कथा नुह द्विपद राम भगवान कथा। अच्छा से राम नाम शुणिले राम नाम भजन कले आम मानकर लाभ कौन मौसा हम देखा ये लाभर जुग सजन आपणकर कहीगला टीका गोविंद चंद्र राम नाम महात्म्य विषय प्रथम पदरे कहे भजु कि राम ना
ଚନ୍ଦ୍ର କହିଲେ ଭଜୁ କିନା ରାମ ନାମରେ କୁମର କୁମର ହେ ପୁଅ ତୁ ରାମ ନାମ ଭଜନ କର। କର ରାମ ନାମ ଭଜନ କଲେ ମୋ ମା ମାନେ ବାବା ମାନେ କଣ ଲାଭ ହବ ଲାଭ କଣ ହବ? ନା ଯଦି ସେ ନାମକୁ ତୁ ଭଜନ ନ କରି ପାରିବୁ ତତେ କାଳ ଜମ ବାନ୍ଧି କରି ନବ। ଆରେ ହେ ଜମ ଏଠି କୁହାଯାଇଛନ୍ତି କାଳ ଜମ। କାଳ ଜମ କାଳ ଜମ କିଏ କିଏ? ନା ଯମ ସ୍ୱରୂପରେ ପିଲା କାଳ ଆମ ମାନଙ୍କ ନିକଟରେ ଆଜ୍ଞା ଅଛି। ଜମ ସ୍ୱରୂପରେ କାଳ କିଏ ଆଜ୍ଞା? କାଳ କିଏ? କାଳର ସରଳ ଅର୍ଥ ହଉଛି ସମୟ। ସମୟ ସମୟ ବଡ ବଳବାନ। ବଳବାନ ସମୟ କାହାକୁ ଅପେକ୍ଷା କରେ ନା। ନା ସେ ତାର ଅବିରାମ ଗତିରେ ଚାଲିଛି। ଚାଲିଛି ପରେ ଆଜ୍ଞା କାଳକୁ କାହିଁକି ଜମ କୁହାଗଲା? କାହିଁକି କୁହାଗଲା? ନା ଯାହାର ଯୋଉ ଦିନ କାଳ ପୁରିଯିବ ସେ ଲୋକଟି ଆଜ୍ଞା ସେଦିନ ଚାଲିବ। ବାବା ଆପଣଙ୍କ ରାଧାନାଥ ରାୟ ଦରବାରରେ କହିଛନ୍ତି କହିଲା ବଡ କ୍ରୁର କାଳ ବଡ ବିଷ ରାଧାନାଥ ରାୟ କହିଲେ ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ କିଏ ଯଦି ଭାବିବ ଯେ ମୋର ମୃତ୍ୟୁ ଏବେ ହବ ନାହିଁ ତାହେଲେ ଆଜ୍ଞା ତାରି ପଛରେ କାଳ ଆଗେ ବସେ। ଆସ କାଳ କହିଲେ ସମୟ। ବସ ଆପଣ ମାନଙ୍କର ସେଇ ଟୀକା ଗୋବିନ୍ଦ ଚନ୍ଦ୍ର କହୁଛନ୍ତି ବାଛି ନେବ କଞ୍ଚା ରଖିବ ପାଚେଲା ଦେବଟି ଦାରୁଣ ଦୁଃଖ। ସଜ୍ଜନ ଏଭଳି ଆପଣ ମାନଙ୍କ ନିକଟରେ ସମୟ ଆସେ ଯେତେବେଳେ କଞ୍ଚାଟି ଚାଲି ଯାଇଥାଏ ପାଚିଲା ବସିଥାଏ। ବାବା ଏବେ ଜଣେ ପୂଜ୍ୟପାତ ଚାଲିଗଲେ ତାଙ୍କ ବାପା ଅଛନ୍ତି ସେ ଚାଲିଗଲେ। ଚାଲିଗଲେ ବାପା କାନ୍ଦୁଛି ମା କାନ୍ଦୁଛି ତା ପୁଅ ଚାଲିଗଲା ମା ଆହା ର ସଂସାରରେ ୟାଠୁ ବଡ ଦୁଃଖ ଆଉ କିଛି ନାହିଁ। ନାଇଁ ନାଇଁ ବଡ ଦୁଃଖ ତ ହବ ଆପଣ ମାନେ ବଞ୍ଚିଥିବେ ବା ବାପା ବଞ୍ଚିଥିବ ପୁଅ ଏ ମା ବଞ୍ଚିଥିବ ତା ଆଗରୁ ତା ପୁଅ ଚାଲିଗଲା। ଚାଲିଗଲା ସେଇଥିପାଇଁ ମା ମାନେ କହନ୍ତି କଣ? ମୋ ଧନ ମୋ ଆୟୁଷ ପଛେ ତୁ ନେଇଯା ନେଇଯା। ତତେ ଭଗବାନ କୋଟି ପରମାୟୁ ଦିଅନ୍ତି। ଦିଅନ୍ତି କିନ୍ତୁ ବେଳେ ବେଳେ ଏ କଥାର ବ୍ୟତିକ୍ରମ ହେଇଥାଏ। କଣ ନା କଞ୍ଚା ଚାଲିଯାଏ ପାଚିଲା ବି ବସିଥାଏ। ବାବା ମୋ ବାବା ମାନେ ମୋ କହିବାର ଅର୍ଥ ହଁ ସେଥିପାଇଁ ଦାୟୀ କିଏ? ସେଥିପାଇଁ ଦାୟୀ କିଏ ଯଦି ଆମେ ଜାଣିବା ତାହେଲେ ଆମେ ପାଇବା ନର୍କ କୋଉଠି ଅଛି ସ୍ୱର୍ଗ କୋଉଠି ଅଛି ଆମେ କଣ ଭୋଗ କରୁଛେ। ଆଉ ଦାଇ କିଏ ପାଇଲେ ଜାଣିବ ନା ଆଉ ସେଥିପାଇଁ ଦାୟୀ ହଁ ମୋ ବାବା ମାନେ ମା ମାନ ଆମର କର୍ମ 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 ଫଳ ଆମେ ଯେମିତି କାମ କରିବା ଆଜ୍ଞା ସେମିତି ଫଳ ଭୋଗିବା। ପାଇବା ସେଇଥିପାଇଁ କୁହାଯାଇଛି କର୍ମ ଫଳ ପ୍ରାଣୀ ଅବଶ୍ୟ ଭୁଲଇ କେ ତାହା କରିବ। କର୍ମ ଫଳ ପ୍ରାଣୀ ଅବଶ୍ୟ ଭୁଲଇ ଆପଣ ଆପଣଙ୍କ କର୍ମ ଫଳ ଭୋଗୁଛନ୍ତି ମୁଁ ମୋ କର୍ମ ଫଳ ଭୋଗୁଛି। ହଁ ଦୁନିଆରେ କହନ୍ତି ବାବାରେ ତୁ ଯା କହ ଯେଣେ ଇଚ୍ଛା ତେଣେ ଯା କର୍ମ ଘେନି ବୋଲୁଥା ତୋର କର୍ମ ଫଳ ଏଇଆ। ମୁଁ କାହିଁ ଏ କଥା କହିଲି ସେଇ କର୍ମକୁ ଆପଣଙ୍କ ତିନି ଭାଗରେ ବିଭକ୍ତ କରାଯାଇଛି। ସାରେ ସେ ତିନି ଭାଗ କଣ? ଗୋଟିଏ ହେଲା ପ୍ରାରବ୍ଧ ଏକେ ସଞ୍ଚିତ ଦୁଇ କ୍ରିୟମାଣ। ପ୍ରାରବ୍ଧ କାହାକୁ କହିବା? ପ୍ରାରବ୍ଧ କହିଲେ ହଁ ପୂର୍ବ ଜନ୍ମରେ ଆପଣ ମାନେ କିଛି କର୍ମ କରିଛନ୍ତି। ପୂର୍ବ ପୂର୍ବ ଜନ୍ମ ଆପଣ କଣ ଭାବୁଛନ୍ତି ଏ ଜନ୍ମଟା ଆପଣଙ୍କର ଶେଷ ଜନ୍ମ ନା ଆରମ୍ଭ ଜନ୍ମ? ନା ନା ଶ୍ରୀମଦ୍ ଭଗବତ ଗୀତା କହୁଛନ୍ତି ଆଜ୍ଞା। ଜାତ ସେଇ ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟୁ ସ୍ୱାଦ ପରିହାର୍ଯତେ ନତୁ ସଚିତ ଜାତ ଧ୍ରୁବ ମୃତ୍ୟୁ ଧ୍ରୁବ ଧ୍ରୁବ ଜନ୍ମ ସତ୍ୟ ସାର୍ ମୃତ୍ୟୁ ସତ୍ୟ। ସତ୍ୟ ଜନ୍ମ ମୃତ୍ୟୁର ଗୋଟେ ଚକ୍ର ଚାଲିଛି। ଆଜ୍ଞା ଆଜ୍ଞା ଶଙ୍କରାଚାର୍ଯ୍ୟ କହିଲେ କଣ କହିଲେ? ଯାବତ ଜନମନ୍ତ
ଯେମିତି ଜନ୍ମ ସତ୍ୟ ମାଲ ମୃତ୍ୟୁ ସତ୍ୟ ର ଆମେ ଏମିତି ଜନ୍ମ ମୃତ୍ୟୁ ଚକ୍ରରେ କେତେ ଥର ଜନ୍ମ ହେଲେଣି କେତେ ଥର ଓଡିଆ ଭାଗବତ କହିଲେ କହିଲେ ଆମେ କେତେ ଥର ଆଜ୍ଞା ଜନ୍ମ ହେଇଛି ଦେଖିବା ଅନେକ ଜନ୍ମ ପୁଣ୍ୟ ଫଳେ ମାନବ ଜନ୍ମ ପାଏ ସଜ୍ଜନ ଆଜ୍ଞା କେଡ଼େ ବଡ କଥା ଓଡିଆ ଭାଗବତ କହୁଛନ୍ତି ଅନେକ ଆପଣ ମାନେ ଏ ମଣିଷ ଦେହ ପାଇବା ପାଇଁ ପାଇଁ ଅନେକ ଜନ୍ମ ଆଜ୍ଞା ଆପଣଙ୍କୁ ଅପେକ୍ଷା କରିବାକୁ ପଡିଛି ଆରେ ଅନେକ ଜନ୍ମଟା ଯୋଉ କେତେ ଜନ୍ମ ଓଡିଆ ଭାଗବତ କହିଲେ ଅନେକ ଜନ୍ମ ଆପଣ କେତେ ଜନ୍ମ କଣ ମତ କହୁଛନ୍ତି ଅନେକ କହିଲେ ବହଳିଆ ହଉଛି ନା ଅନେକ କହିଲେ ଯାହାର ସଂଖ୍ୟା କିଛି ନାହିଁ ଆଜ୍ଞା ତା ହଉଛି ଅନେକ ଗୋଟେ ନିର୍ଦ୍ଦିଷ୍ଟ ସଂଖ୍ୟା ଓଡିଆ ଭାଗବତ କହିଲେ ନା କଣ କହିଲେ କିନ୍ତୁ ଉପନିଷଦ ଆପଣ ଗୋଟେ ସଂଖ୍ୟା ପ୍ରଦାନ କଲେ ବା 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 କଣ ସେ ସଂଖ୍ୟା କଣ କହିଲା ସ୍ଥାବର ବିଂଶ ଲକ୍ଷଣାନି ସହଜ ନବ ଲକ୍ଷ ମୀନା ରୁଦ୍ର ଲକ୍ଷଣ ଦଶ ଲକ୍ଷଣ ପଶୁ ତ୍ରିଶ ଲକ୍ଷଣ ପତଙ୍ଗ ଲକ୍ଷଣ ଜନିମ ଭୂତମାତ ଜନିତ ଅବାୟ ଆରେ ମୁଁ ମୋ ନୀଳ ଭାଇ ଆଗରୁ କହିଲେ ବାବୁ ତମ ସାଙ୍ଗ ଆମେ ସଚିଲା ସବୁ ଠିକ କରୁଛୁ ଆଜି ଆସି ଦେଖିଲା ବେଳକୁ ସୁଭାଷ ସେନାପତି ଆଜ୍ଞା ଆଜ୍ଞା ହଉ ଆସନ୍ତୁ ତ ଚଢି ଯାଆନ୍ତୁ ହଁ ହଁ କାହିଁକି କହୁଛି ନା ଗାଁ ମୁଣ୍ଡରେ ପଥରି ପକେଇ ମିଟିଂରେ ଯେମିତି କଥାବାର୍ତ୍ତା ହୁଅନ୍ତି ଆଗ ପାଲାଟା ହଉଛି ସେଇଆ ନା ଗୋଟେ ପାଲାର ରୀତିନି ଅଛି ଆଜ୍ଞା ନା ପାଲା କହିଲା ଗାଇଲା ଭଳିଆ ଆପଣ ମାନଙ୍କର ଶୈଳୀ ଅଛି ଇଏ ଯେମିତିଆ ପାଲା ଗାଉଛନ୍ତି ଶହ ରାତି ପାଲା ବୋଲିଲେ ବି କିଛି ହବ ନାଇଁ ନା ର ସଜ୍ଜନ ଆଜ୍ଞା ମୁଁ କାହିଁ ଏ କଥା କହିଲି ନା ସ୍ଥାବର ବିଂଶ ଲକ୍ଷଣାନି ତାପରେ କହିଲେ କଣ ଆମେ ବୁଝିପାରୁନୁ ଆଜ୍ଞା ସ୍ଥାବର କହିଲେ ଅଚଳ 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 ଭାବରେ ଆଜ୍ଞା ତଥା ପାହାଡ ହୁଏତ ଗଛ ବୃକ୍ଷ ଏ ଭାବରେ ଆପଣ ଜନ୍ମ ହେଇଛନ୍ତି 20 ଲକ୍ଷ ଥର କୋଡ଼ିଏ କୋଡ଼ିଏ ସ୍ଥାବର ବିଂଶ ଲକ୍ଷଣାନି ହଁ ହଁ ଜଳଜ 9 ଲକ୍ଷ କମ ଜଳଜ ଜଳ ଜୀବ ଭାବରେ ଆଜ୍ଞା ଆପଣ 9 ଲକ୍ଷ ଥର ଜନ୍ମ ହେଲେ 20 9 29 ଆଜ୍ଞା 11 ଥର ଆପଣ ମାନଙ୍କ 11 ଲକ୍ଷ ବା 11 ଲକ୍ଷ ଥର ଆଜ୍ଞା ଆପଣ କୁର୍ମୀ ଭାବରେ ଜନ୍ମ ହେଲେ 29 11 40 ଆଜ୍ଞା 30 ଲକ୍ଷ ଥର ପତଙ୍ଗ ଭାବରେ ଜନ୍ମ ହେଇଛନ୍ତି 40 30 70 ଆଜ୍ଞା 10 ଲକ୍ଷ ପଶୁ ନା 70 10 80 ଆଜ୍ଞା 4 ଲକ୍ଷ ବାନର 4 84 ତେବେ ଇଏ ଆପଣ ମାନଙ୍କର 84 ନର୍କର ପରିମାଣ ଟା ଠିକ କୁହାଯାଇଛି ବା ବା ଅନେକ ଜନ୍ମ ପୁଣ୍ୟ ଅନେକ ଜନ୍ମର ପୁଣ୍ୟ ମା ଆମେ ପରେ ଇଏ ଦୁର୍ଲଭ ନର କଳେବର ପାଇଛି ବା ବା ସେଇ ଓଡିଆ ଭାଗବତ କହିଲେ ଦୁର୍ଲଭ ନର କଳେବ ନର ଦୁର୍ଲଭ ନର କଳେବର ଆଜ୍ଞା ଏ ମାନବ ତନୁ ଅତ୍ୟନ୍ତ ଆଜ୍ଞା ଦୁର୍ଲଭ ସ୍ୱୟଂ ଦେବତା ମାନେ ମଧ୍ୟ ମଧ୍ୟ ମାନବ ଦେହ ଧରନ୍ତି ଆଜ୍ଞା ଏ ମାନବ ଦେହରେ ସବୁ କିଛି ଆଜ୍ଞା ଆପଣଙ୍କର ପାଇବେ ପାଇବେ ଯଦି ସ୍ୱର୍ଗରେ ଆଜ୍ଞା ଗୋଟେ ଜାଗା କୋଉଠି ଅଛି ହଁ ଯୋଉଠି ଦେବତା ମାନେ ବସୁଛନ୍ତି ବସଛନ୍ତି ମର୍ତ୍ତ୍ୟରେ ଗୋଟେ ଜାଗା ଅଛି ଆମେ ମାନେ ବସୁଛୁ ବସେ ପାତାଳ ଗୋଟେ ଜାଗା ଅଛି ହଁ ଯୋଉଠି ନାଗକୁଳ ମାନେ ବସନ୍ତି ରହନ୍ତି ଆଉ। ଏହା ସତ୍ୟ କି ଆଉ ସତ୍ୟ ମୁଁ କହୁଛନ୍ତି କେମିତି ର କେଳରେ ଆଜ୍ଞା ମୁଁ କାହିଁ ଏ କଥା କହୁଥିଲି ସାର୍ କଣ ପାଇଁ ମଣିଷ ଦୁର୍ଲଭ ତନୁ ପାଇଛି ହଁ ଭାଇନା କହିଲେ ମୁଁ କହିଲି ବା ମଣିଷ ତୁଳନାରେ କେହି ଆଜ୍ଞା ଦୁର୍ଲଭ ନୁହଁ ଆଶା କହିଲେ ଆଜ୍ଞା କାଲି ଯଦି ଗୋଟା ମୟୂରଟା ମରି ଯାଉଛି ଆଜ୍ଞା ହଁ
ମୟୂର ପୁଚ୍ଛକୁ ପୁଳେ ନେଇ ହଁ ଢେଙ୍କାନାଳ ବଜାରରେ ଥୋଇଲେ କହିଲେ ତାକୁ ଲୋକେ 5 ଟଙ୍କା 10 ଟଙ୍କା ଗୋଟେ ପୁଚ୍ଛ ଦେଇ କିଣିବେ। ଆଜ୍ଞା ସେ ଆବଶ୍ୟକ ହଉଛି ଆଉ ମୟୂର ଗୋଟା ପକ୍ଷୀ ଆଜ୍ଞା କଳା ମେଘ ଦେଖି ନାଚେ ମୟୂର। ହେ ଜ୍ଞାନୀ ବାପା, ମୟୂର ଗୋଟିଏ ପକ୍ଷୀ, ଆଜ୍ଞା ମୟୂର ମରିଗଲା, ତା ପଛର ପୁଚ୍ଛକୁ ବଜାରରେ ଥୋଇଲେ ତାକୁ ଲୋକମାନେ କିଣିକି ନେବେ। ଆମେ ତ ମଣିଷ ଆଜ୍ଞା ଦୁର୍ଲଭ, ହଁ ନାଇଁ ଆଜ୍ଞା ଭୁଲ କହିଲି କି? ଭାଗବତ କହିଲେ ଆମେ ଦୁର୍ଲଭ। ଦୁର୍ଲଭ ଆମେ ମରିଗଲା ପରେ ହଁ ଆମ ପୁଅ କି ଝିଅ ବା କେହି ଯଦି ଆମ ଚୁଟିକି କାଟିକି ନେଇକି ସେଠି ଥୋଇବ, ଟଙ୍କାଟା ନେଇକି କିଏ ନବ କି? ନା ନା ତାହେଲେ ମଣିଷ କଣ ଦୁର୍ଲଭ? ମଣିଷ ଚୁଟି କେହି କିଣନ୍ତି ନାହିଁ, କିନ୍ତୁ ମୟୂର ପକ୍ଷୀ ଲୋକେ କିଣନ୍ତି। ଆଚ୍ଛା, ଆଉ ଗୋଟେ କଥା, ଆଜ୍ଞା ମଣିଷ ଦୁର୍ଲଭ। କାଲି ବାଘଟା ମରିଯିବ, କରିବ ବାଘର ନଖ କାଢିକି ନେଲେ ବାଘ ନଖ ବଜାରରେ ଥୋଇଲେ ଲୋକ କିଣିକିରି ନେବେ। ଆଜ୍ଞା ଆପଣ ମରିଗଲା ପରେ ବା ମୁଁ ମରିଗଲା ପରେ ଏ ମଣିଷ ମରିଗଲା ପରେ ଯଦି କେହି ନଖ କାଟିକିରି କହିବ ମୋ ବାପାଙ୍କ ନଖ ନିଅ, ନଖ ନେବେ, ନା ନା ବିଲକୁଲ ନୁହଁ ତାହେଲେ ମଣିଷ କଣ ଦୁର୍ଲଭ? ବାଘ ନିଶ ବି ଲୋକ ନଉଛନ୍ତି ଖାଲି ସେତିକି ନୁହଁ, ନା ଚମଡା ମୃଗର ବିକ୍ରି ହଉଛି। ଆଜ୍ଞା ଆପଣଙ୍କ ଚମଡା ମୋ ଚମଡା ନେଇକି କିଏ ଥୋଇବ, ସେଠି ଲୋକ ନେବେ। ଗ୍ୟାସରେ ରହିହବନି କିଏ ନବ ତାହେଲେ ମଣିଷ କେମିତି ଆଜ୍ଞା ଦୁର୍ଲଭ? ନା ଆଜ୍ଞା, ମଣିଷ ସେତିକି ବେଳେ ଦୁର୍ଲଭ ଯୋଉ ଧାରାରେ ତମେ ପାଲା କରୁଛ ଭାଇନା, ଧାରାଟା ସେଇଆ ନୁହଁ। ମଣିଷ ସେଇଥିପାଇଁ ଦୁର୍ଲଭ। ସେଥିପାଇଁ ମଣିଷ জ্ঞানী মন্ডলী, ଆମେ যে পর্যন্ত বঞ্চিছে ମଣିଷ ପାଖରେ ଗୋଟେ ଦିବ୍ୟ ଜ୍ଞାନ ଶକ୍ତି ଅଛି, ତାର ଜ୍ଞାନ ତ ଜ୍ଞାନ ଦିବ୍ୟ ଜ୍ଞାନ ଯାହା ହଁ ପଶୁ ପାଖରେ ନାହିଁ, ପକ୍ଷୀ ପାଖରେ ନାହିଁ, ନା କୌଣସି କୀଟ ପତଙ୍ଗ ପାଖରେ ନାହିଁ। ନା ମଣିଷ ପାଖରେ ଗୋଟେ ଦିବ୍ୟ ଇଏ ଜ୍ଞାନ ଅଛି। ଅଛି ହାତୀର ମୁଣ୍ଡ ମରିଗଲା ପରେ ତା ମୁଣ୍ଡରୁ ମୁକ୍ତା ନେଇକି ବିକ୍ରି କରାହବ, ଆଜ୍ଞା କିନ୍ତୁ ମଣିଷ ଯେ ପର୍ଯ୍ୟନ୍ତ ବଞ୍ଚିଛି, ଆଗେ କହୁଥିଲେ 1,00,000 ଟଙ୍କାର ମୁଣ୍ଡ, ମଝିରେ କହିଲେ 1,00,00,000 ଟଙ୍କାର ମୁଣ୍ଡ, ଏବେ କହୁଛନ୍ତି କୋଟି କୋଟି ଟଙ୍କାର ଏ ମୁଣ୍ଡଟା। ମୁଣ୍ଡଟା ଆମେ ଯେ ପର୍ଯ୍ୟନ୍ତ ବଞ୍ଚିଛି, ହଁ ଆମର ତା ହଉଛି ଦୁର୍ଲଭ। ଦୁର୍ଲଭ ର ଆରେ ମୋ ମୁଣ୍ଡ କମ ରେଟ ହେଲାଣି କି ରେ ଏବେ ଆରେ ଯେତେ ଲବି ଗଲେଣି ମୁଁ ଦଉନି 7 ଲକ୍ଷ ପର୍ଯ୍ୟନ୍ତ ଗଲେଣି ତୋ ମୁଣ୍ଡରେ ଏମିତି କଣ ଅଛି ଯେ କିଏ ନବାକୁ ଚାହୁଁଛି? ଆରେ ମୁଁ ସେ କଥା କହିପାରିବିନି କଣ ଅଛି କିନ୍ତୁ ହୋଟେଲ ବାଲା ଲବି ଲଗେଇଲେ ହୋଟେଲ ବାଲା ଛିଞ୍ଚଡା କରିବାକୁ ତୋ ମୁଣ୍ଡକୁ ହେ ମା ମାନ ବାମା, ମୁଁ କାହିଁ ଏ କଥା କହିଲି ନା ପ୍ରାରବ୍ଧ ଅନୁସାରେ ମଣିଷ ଜନ୍ମ ଗ୍ରହଣ କରିଥାଏ। ପ୍ରାରବ୍ଧ ଆପଣ ମାନେ ଢେଙ୍କାନାଳ ଜିଲ୍ଲାର ମାହାଦିଆରେ ଜନ୍ମ ହେବେ, ୟା ଆପଣଙ୍କର ପ୍ରାରବ୍ଧର କର୍ମଫଳ। ମୁଁ ପୁରୀରେ ଜନ୍ମ ହେବି, ୟା ମୋ ପ୍ରାରବ୍ଧର କର୍ମଫଳ। ଜଣେ ତେନ୍ଦୁଲକର ଘରେ ଜନ୍ମ ହବ, ଅମିତାଭ ବଚ୍ଚନ ଘରେ ଜନ୍ମ ହବ, ଅନିଲ ଆମ୍ବାନୀ ଘରେ ଜନ୍ମ ହବ। ଆମ ଘରେ ଜନ୍ମ ହେଲେ ମୋ ମା, ଆମ ପିଲାଟା ଗୋଟେ ଡବା କ୍ଷୀର ପାଇବାକୁ ପାଏ ନା, କିନ୍ତୁ ତେନ୍ଦୁଲକର ଘରେ, ଅମିତାଭ ବଚ୍ଚନ ଘରେ, ଅନିଲ ଆମ୍ବାନୀ ଘରେ ଯୋଉ ପୁଅଟା ଜନ୍ମ ହବ, ଟଙ୍କା ସେଜରେ ସେ ଶୋଇବ। କାହିଁ କହିଲି ନା ଆମେ ଭାଗ୍ୟବାନ କି ଦୁର୍ଭାଗ୍ୟ ତା ଭଗବାନ ଜାଣନ୍ତି। ଆମକୁ ଏ ଜାଗାରେ ଜନ୍ମ ଦେଇଛନ୍ତି, ପ୍ରାରବ୍ଧରୁ ସଞ୍ଚିତ କରାହେଇଗଲା। ପ୍ରାରବ୍ଧର ବହୁତ କର୍ମକୁ ଅଳ୍ପକୁ ନିଆହେଲା, ସେଇ ସଞ୍ଚିତର ପୁଣ୍ୟ ଫଳରେ ଆପଣ ମାନେ ଜନ୍ମ ପାଇଛନ୍ତି। ଯାଉଛି ମଣିଷ ଜନ୍ମ। ଯଦି ଏ ଜନ୍ମରେ ଆପଣ ଟିକେ କାହାକୁ ଭଲ କହିବେନି, କାହାର ପ୍ରଶଂସା କରିବେନି, ସୁଭାଷ ଭାଇନା ଆସିଲେ ମୁଁ ତ ତାଙ୍କ ସହିତ କିଛି ଆରମ୍ଭ କରିବାକୁ ନି, ଗୁଡିଏ ୟାଡୁ ସିଆଡୁ ମୋ ନାଁରେ କହିଦେଇ ଗଲି। ଲମ୍ବୋଦର ବାବୁ ୟା ତାସ କଥା ସଜନ, ତାହେଲେ ଆମେ ଭଲ କହୁଛି ନା ମନ୍ଦ କହୁଛୁ? ଲମ୍ବୋଦର ବେହେରାକୁ ନିନ୍ଦା କରି
ଛୁଆ ଶତପଥୀ କେବେ ଆପଣ ମାନଙ୍କର ଉଚ୍ଚ ହେଇପାରିବେ ନାହିଁ ସେନାପତି ନା ସେନାପତି ବି ମୁଁ ନିନ୍ଦା କରି ମୁଁ କେବେ ଉଚ୍ଚ ହେଇପାରିବି ନାହିଁ ହେଇପାରିବି ଭାଇରେ ଏତିକି ଶିଖିଥା ଏତିକି ମନେ କରିଥା ଉପକାର କାର କର ବା ନ କର ଅପକାର ଆମେ ପାଲା ବାଲା ଆମ ଉଚ୍ଚାରଣ ଗୋଟା ପଟେ ଆମ ଆଚରଣ ଗୋଟା ପଟେ ଆମେ ତ କହିଲି ପ୍ରଶଂସା କାର କର ବା ନ କର ନିନ୍ଦା କାର କର ନାହିଁ করোনা ପାରୁଛ କାର ପ୍ରଶଂସା କରିପାରୁନ না କିନ୍ତୁ କାର ନିନ୍ଦା କର ନାହିଁ করোনা ପାରୁଛ କାର ମଙ୍ଗଳ କରିପାରୁନ ଭାଇମାନେ କାର ଅମଙ୍ଗଳ କର ନାହିଁ করোনা ହେ ସଜ୍ଜନ আহা ମୁଁ ଏଇଥର ଆପଣ ମାନଙ୍କୁ ଗୋଟିଏ କଥା କହୁଛି ଜଣେ ଲୋକ ଗାଁରେ ମରିଗଲା বাস বাস ବୁଢା ବାପା ପଚାରିଲା କହିଲା ଧନରେ ସେ ସାହିରେ ଏତେ କାନ୍ଦ କାହିଁ ଶୁଭୁଛି আর সে পানমা বুড়া মরিগলা আমরা ପୁଅ କହିଲା ବାପା ପାଣୁଆ ସାହୁ ବୁଢା ମରିଗଲା আমরা ବାପା କହିଲେ ଧନ ତୁ ଯାଇ ସେଠି ଟିକେ ଦେଖିକିରି ଆ ସେ ପାଣୁଆ ସାହୁ ଯୋଉ ମଲା হ্যাঁ ସେ ସ୍ୱର୍ଗକୁ ଗଲା ନା ନର୍କକୁ ଗଲା বাহ বাহ ବାପ କଥା ମାନି মানি ପୁଅ ଯାଇ ଆଜ୍ଞା ରୋଷାଇରେ ପହଞ୍ଚିଲା ଓଡ଼ିଆ ଭାଗବତ କହିଲେ କାହୁଁ ଆସିଲା କାହୁଁ ଯିବ দিব ଆମେ କୋଉଠୁ ଆସିଛେ আজ্ঞা କୋଉଠି ମଲା ପରେ ଯିବା দিবা ଏହା ଆଜ୍ଞା ବ୍ରହ୍ମା ଶିବ ଜାଣିନାହାନ୍ତି ଯୋଉ କଥାକୁ ସ୍ୱୟଂ ବ୍ରହ୍ମା ଭଗବାନ ଶଙ୍କର ଶିବ ଜାଣିନାହାନ୍ତି হ্যাঁ ତାହେଲେ ଆମେ ଆଜ୍ଞା ଜାଣିପାରିବା କିପରି আই বাপা পঠেইছি ର ବାପା ପୁଅକୁ ପଠେଇଛି ପୁଅ ଗଲା বলা ସେଠି ବୁଲିଲା বুঝলা ଆଉ ସେଠି ପହଞ୍ଚିଲା କହିଲା ବାପା ମୁଁ ଜାଣିପାରିଲିନି ସେ ସ୍ୱର୍ଗକୁ ଗଲା କି ନର୍କକୁ ଗଲା হ্যাঁ ବାପା କହିଲା ଆରେ ତୋ ପାଖରେ ପରା ଦିବ୍ୟ ଜ୍ଞାନ ଅଛି ତୁ ଜାଣିପାରିଲୁନି କିପରି ହେଲେ ବାପା କାଇଁ କାମ କଲାନି ଜ୍ଞାନ ର ବାପା କହିଲେ ସେଇ ଜାଗାକୁ ଯିବୁ ସେଠି କଣ ଲୋକେ କଥା ହଉଛନ୍ତି ସେ କଥା ଶୁଣି ମତେ କହିଦେଲେ ମୁଁ କହିଦେବି ସେ ସ୍ୱର୍ଗକୁ ଗଲା ନା ମର୍ତ୍ତ୍ୟକୁ ଗଲା ତରତରେ ପୁଅ ଏବେ କରିଲା ଗମନ ତରତରେ ପୁଅ ଗଲା ଆର ସାଇଡ୍ ଆଜ୍ଞା ଠିଆ ହେଲା হ্যাঁ ବାପା ତ କହିଛନ୍ତି ଲୋକଙ୍କ କଥା ଶୁଣିବୁ ଲୋକମାନେ କଥା ହେଲେ হ্যাঁ ଏଇ ଯୋଉ ପାଣୁଆ ସାହୁ ବୁଢାଟା ମରିଗଲା হুম ଇଏ ଭଲ ଲୋକଟା ଥିଲା ଭଲ ଇଏ ଲୋକକୁ ଭଗବାନ ନେଇଗଲେ ନେଇଗଲେ ତାକୁ ଗୋଟେ ଭଲ ଜନ୍ମ ଦିଅନ୍ତୁ ଦିଅନ୍ତୁ ଏ କଥା ପୁଅ କାନରେ ପଡିଲା କହିଲା ଆସିଲା ଆଚ୍ଛା କହିଲା ବାପା ବାପା ମୁଁ ଏବେ ବୁଝିଗଲି ହଁ ପାଣୁଆ ସାହୁ ବୁଢା ସ୍ୱର୍ଗକୁ ଯାଇନି କି ନର୍କକୁ ଯାଇନି କାହିଁକି ଗୋଟା ଭଲ ଗତିରେ ଜନ୍ମ ହବା ପାଇଁ ଲୋକମାନେ ତା କଥା ଚିନ୍ତା କରୁଥିଲେ କରୁଛନ୍ତି ତେବେ ଜ୍ଞାନୀ ବାପା ମୋ କହିବାର ଅର୍ଥ ସେ ଲୋକ ସ୍ୱର୍ଗକୁ ଗଲା ନା ନର୍କକୁ ଗଲା କୁଆଡେ ଗଲା ଗଲା ଓଡ଼ିଆ ଭାଗବତ କହିଛନ୍ତି ହଁ ଏ ଜୀବ ଯିବାର ପାଲାକୁ ପାଲା ଭଳିଆ ଭାବୁନ ପାଲାକୁ ପୋଲା ଭଳିଆ ଭାବି ଦଉଛି ଭାବି ତ ଟଙ୍କା ଥୁଆ ସେଠି ନେଇବାକୁ ପଳେଇଛି ପାଲାର ରୀତି ବି ନାହିଁ ପାଲା ବୋଲୁଛ ର ହିଟ୍ ହିଟ୍ ଓଡ଼ିଆ ଭାଗବତ କହିଲେ ଏ ଜୀବ ଯିବାର ନିକଟେ ଆଜ୍ଞା ବେଗେ ଚିନ୍ତ ଅନ୍ୟ ଘଟେ ଯଦି ଏ ଜୀବ ଯେତେବେଳେ ଯିବା ଅବସ୍ଥା ହେଲା ତାକୁ ଅନ୍ୟ ଘଟରେ ନେଇ ଭଗବାନ ରଖିଲେ ରଖିଲେ
ସେଇଥିପାଇଁ ଗୀତାରେ କହିଲେ କଣ ବାସାନ୍ତି ଜୀର୍ଣ୍ଣାନି ଯଥା ବିହାୟ ନବାନି ଘୂର୍ଣ୍ଣାତି ନରୋ ପରାଣେ ତଥା ଶରୀରାଣି ବିହାୟ ଜ୍ଞାନ ସଞ୍ଜାତ ନବାନି ଗୀତାର ପ୍ରଥମ ଅଧ୍ୟାୟ ମାଟ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଲେ ହଁ କହିଲେ ଅର୍ଜୁନ ବାସାଂଶୀ ଜୀର୍ଣ୍ଣାନି ଯଥା ବିହାୟ ବିହାୟ ବାସାଂଶୀ ବସ୍ତ୍ର ବସ୍ତ୍ର ଯେତେବେଳେ ଜୀର୍ଣ୍ଣ ହେଇଯାଏ ପୁରୁଣା ହେଇଯାଏ ଆଚ୍ଛା ଲୋକେ ସେତେବେଳେ ପୁରୁଣା ଲୁଗାଟାକୁ ଫିଙ୍ଗି ଇଙ୍ଗି ଗୋଟା ନୂଆ ବସ୍ତ୍ରକୁ ଧାରଣ କରନ୍ତି ବାବା ତଥା ଶରୀରାଣି ବିହାୟ ଜୀର୍ଣ୍ଣ ଇନ୍ନା ତଥା ଏ ଶରୀର ଯେତେବେଳେ ପୁରୁଣା ହେଇଯାଏ ବିହାୟ କେତେବେଳେ ପୁରୁଣା ହୁଏ ତୁଣେ ଅଙ୍ଗମ ଗଲିତମ୍ ସେତିକି ବେଳେ ଜାଣିବେ ଆପଣଙ୍କ ଶରୀର ଆଜ୍ଞା ପୁରୁଣା ହେଇଗଲା ହେଇଗଲା ମନିଳ ଭାଇ ମତେ ଦେଖିଥିଲେ ଟିଭିରେ ବା ୟୁଟ୍ୟୁବରେ ବା ଆଜି ଦେଖୁ ଦେଖୁ ଦୁଃଖ ପ୍ରକାଶ କଲେ ହଁ ଲମ୍ବୋଦର ବାବୁ ତମେ ସେ କୁଇଣ୍ଟାଲ ଲମ୍ବୋଦର ବାବୁ ମୋ ବହୁତ ସରି ଯାଇଛି ହଁ ଦୁର୍ବଳ ର ର ର ବହୁତ ଦୁର୍ବଳ ତମେ ବହୁତ ଝଡ଼ିଗଲାଣି ସେତେବେଳେ ଯୋଉ ମୋଟା ଆଜ୍ଞା। ଚେହେରା ଥିଲା ହଁ ମୁଁ ଦେଖିଥିଲି ଆଜି ତମର ସେ ଚେହେରା ଆଉ ଦେଖୁନି ନାଇଁ ପରା ସଜନ ଅଙ୍ଗମ ଗଲିତମ୍ ଅଙ୍ଗର ଚର୍ମ ଗୁଡାକ ଯେତେବେଳେ ଧୁରୁ ଧୁରୁ ହେଇଯାଏ ହେଇଯାଏ ଫଲିତ ମୁଣ୍ଡ ମୁଣ୍ଡ କେଶ ପାଚିଯାଏ ଆସିଯାଏ ଦନ୍ତ ବିହୁନେ ଦାନ୍ତ ଗୋଟିଏ ହେଲେ ଉଠର ନଥିବ ଯାହାକୁ ବେଦାନ୍ତ କରଧୂତ କମ୍ପିତ ଯଷ୍ଟି ଖଣ୍ଡମ ବାବା ହାତରେ ଦିଟା ଗୋଡ ଛାଡି ତିନିଟା ଗୋଡ ଯଷ୍ଟିରେ ଭାରତ କି ଦୁଃଖ କହିବି ଆହେ ଜଗବନ୍ଧୁ ବୟସ ନୟାଗଡ଼ ଜିଲ୍ଲା କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ କେଡ଼େ ବଡ଼ ବାର୍ଦ୍ଧକ୍ୟ ଜୀବନର ଚିତ୍ରକୁ ତାଙ୍କ କଲମ ମନରେ ଆଙ୍କିଦେଲେ ବାର୍ଦ୍ଧକ୍ୟ ଜୀବନ କେତେ ଦୁଃଖ ଦୁଃଖ ସେ 20 ପଦ ଗୀତ ଲେଖିଛନ୍ତି ମୁଁ ଗୋଟେ ଦିଟା ପଦ କହୁଛି ଆପଣଙ୍କ ପାଖରେ ସମୟ ନାହିଁ ନା ମୋ ପାଖରେ ସମୟ ନାହିଁ ନା କହିଲେ ହେ ଜଗବନ୍ଧୁ ହେ ଜଗନ୍ନାଥ ମଣିମା ଜଗଦୀଶ୍ୱର ହେଲା କଣ ଆପଣଙ୍କ ଆଗରେ ମୋ ଦୁଃଖ କହିବି କହିବି ମୋ ବୟସ ଆଉ ନାହିଁ ବେଳ ନାହିଁ କି ବଳ ନାହିଁ ନା ଆୟୁଷ ଦୀପରେ ତୈଳ ଢାଳିଲେ ଜଳିବ କି ପୂର୍ବ ପରି କରି ମୋ ଆୟୁଷର ଦୀପରୁ ଏବେ ତୈଳ ଗୁଡାକ ସରି ସରି ଆସିଲା ଆସିଲାଣି ଆଉ ଜଣେ ଢାଳିଲେ ସେ ଜଳିବନି ଜଳିବନି। କାହିଁକି ନା କେଶ ଥିଲା କଳା କେଶ ଥିଲା କଳା ଏବେ ହେଲା କଳା। କେଶ ଗୁଡାକ ଆଗେ କଳା ଥିଲା କଳା ବାବା ଯା, ଯା। ଯା ଯା ଆଉ କିଏ ଥିବେ ଏବେ କେଶ ଗୁଡାକ ଧଳା ହେଇଗଲାଣି ହଁ ସେତେବେଳେ 2 ଗୋଡରେ ବାଟ ଚାଲୁଥିଲି କିଣି ଏବେ 3 ଗୋଡ ମୋର ନହେଲେ ମୁଁ ବାଟ ଚାଲି ପାରୁନାହିଁ ପାରୁନି ହେ ମା ମାନେ ବାବୁମାନ ଆଉ କଣ ହେଇଛି କଣ ନା ପାକୁଆ ପାଲଟି ଗଲା ମୋର ପାଟି
ପାଟିଟା ପାକୁଆ ହେଇଗଲାଣି, ଦାନ୍ତ ଗୋଟିଏ ହେଲେ ନାହିଁ। ବେଳେ ବେଳେ ନାକରୁ ଶିଗାଣି ବହି ବହି ପାଟିରେ ପଶିଗଲାଣି, ତାକୁ ଚାଟି ଦଉଛି। ପିଲାମାନେ ଛି ଚାକର କରୁଛନ୍ତି, ମୁଁ ତଥାପି ଜାଣିପାରୁନାହିଁ। ଆଉ କହିବି, ଆଉ ଗୋଟିଏ ପଦ କହୁଛି, ପ୍ରସା ଲାଗିଗଲେ, ପ୍ରସା ଲାଗିଗଲେ ବାସ ତିନ୍ତି ଯାଏ। ଜୀବନର ଦାରୁଣ ଚିତ୍ର ଆଜ୍ଞା, ଜୀବନର ଅନ୍ତିମ ପର୍ଯ୍ୟାୟ ଏତେ ଦୁଃଖ, କାହାକୁ ସେ ଦୁଃଖ ମୋ ଭଗବାନ ନ ଦିଅନ୍ତୁ। ନର୍କଟା ସ୍ୱର୍ଗରେ ଅଛି, ନର୍କ ଏଇଠି ଅଛି। ଆମେ ଯୋଉ କର୍ମ କରିଛୁ, ଭଲ କାମ କରିଥିଲେ ଭଲରେ ଭଗବାନ ଆପଣଙ୍କୁ ନେବେ। ଯଦି ଆମେ କାହା ଚୋରି କରିଥିବା, କାହା ଜମି ଅପହରଣ କରିଥିବା, ପର ନାରୀ ଦର୍ଶନ କରିଥିବା, ତାହେଲେ ଆମ ଜୀବନ ଆଜ୍ଞା ଭଲରେ ଯିବନି। ସଜନ ଆଜ୍ଞା, ସେ ତ ଏକ ପ୍ରକାର କଥା। ହଉ ସଜନ, ଏତିକି ଆପଣ ମାନଙ୍କୁ କହିବି, ମଣିଷ ଜୀବନରେ ଭଲ କାମ କର, ଭଲ କଥା କହ, ଭଲ ଶୁଣ, ଭଲ ଖାଅ। ଭଲ କହିଲେ ଆମ ଘରେ କଣ ସବୁଦିନ ଆମେ ମଟନ ଚିକେନ ଖାଇପାରିବା ନା ପନିର ବିରିୟାନୀ ଖାଇପାରିବା? ଆମ ଘରେ ଯୋଉ ଶାଗ ପଖାଳ ଗଣ୍ଡେ ଅଛି, ତାକୁ ସଜେଇକିରି ଆମେ ଖାଇବା ଦରକାର। ଶେଷରେ କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ କହୁଛନ୍ତି, ମହାପ୍ରଭୁ ଏ ଜୀବନରେ କାହାକୁ ନ ଦିଅ। ହାତ ଗୋଡ ପଡି ଯାଇଥିବ, ଚାଲି ପାରୁନଥିବେ, ଶଯ୍ୟା ଉପରେ ମଳମୂତ୍ର ତ୍ୟାଗ କରୁଥିବେ, ଛି ଛି କହୁଥିବେ ଲୋକେ, କୋଉ ଜନ୍ମରେ ଇଏ କଣ କରିছে, ଘାଣ୍ଟି ହଉଛି। ମଉସା ନର୍କଟା ତାହେଲେ କୋଉଠି ରହିଲା? ଏଇଠି ନର୍କଟି। ସେ ପାଲା ବାଲାଙ୍କୁ ପଚାରିଲନି, ହዮ ତମେ ଦେଖିଛ ସ୍ୱର୍ଗକୁ ଯାଇକି ଥରେ ଆଇଛ ବୋଧେ? ମୁଁ ମାହାଦିଆ ଗ୍ରାମକୁ ଆସିଛି। ଏ ଗ୍ରାମବାସୀ ଭଲ କି ମନ୍ଦ? 3 ଦିନ ପରେ ଫେରିଗଲା ପରେ ଢେଙ୍କାନାଳ, ଶଙ୍କରପୁର, କଟକ, ଭୁବନେଶ୍ୱର ଛକରେ କିଏ ପଚାରେ, ବାବୁ କୁଆଡେ ପାଲା ଯାଇଥିଲେ? ସାର୍ ଦେଖିଥିଲେ ଆମକୁ ବଡଝରାରେ। ବରାଳ ବାବୁ ବଡଝରାରେ ଆମ 3 ଦିନ ପାଲା ଦେଖିଥିଲେ। ଆଜି ଆସି ପରିଚିତ କରୁଥିଲେ, ସାର୍ ମୁଁ ଆପଣଙ୍କ ନମ୍ବର ନେଇଥିଲି, ଇଏ ଆମ ଗାଁ, ମୁଁ ଏବେ ଢେଙ୍କାନାଳରେ ରହୁଛି, ସବୁଦିନ ଆପଣଙ୍କ ପାଲା ଦେଖିବାକୁ ଆସିବି। ମତେ ଯଦି କାଲି ଫେରିଗଲା ପରେ କିଏ ପଚାର, ଓ ବାବୁ ମାହାଦିଆ ଗାଁବାସୀ କେମିତି, ମୁଁ ଆପଣ ମାନଙ୍କ ସହିତ ଭଲ କଟେଇଥିଲେ ଭଲ କହିବି, ମନ୍ଦ କଟେଇଥିଲେ ମନ୍ଦ କହିବି। ଆଜ୍ଞା ଭୁଲ ନା ଠିକ? ଯଦି ସ୍ୱର୍ଗକୁ ଯାଇ କୋଉ ଲୋକ ପୁଣି ମର୍ତ୍ତ୍ୟକୁ ଫେରି ଆସିଥାନ୍ତା, ସ୍ୱର୍ଗରେ କେତେଟା ନର୍କ ଅଛି ବୋଲି ସେ ଗଣି 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 କରି ଆସିଥାନ୍ତା। ଇଏ ସେନାପତି ଭାଇ ମୋର ଥରେ ସ୍ୱର୍ଗକୁ ଯାଇ ଇଏ ନର୍କ ଗୁଡାକ ସବୁ ଗଣିଛନ୍ତି ଆଉ ଦେଖିଛନ୍ତି। ନହେଲେ କେମିତିଆ କହନ୍ତେ ସ୍ୱର୍ଗପୁରରେ ନର୍କଟା ଅଛି? ନର୍କ ସେଠି ନାହିଁ, ନର୍କ ଏଇଠି ଅଛି। ଯେତେବେଳେ ମଣିଷ ତା ଜୀବନର ଭଲରେ ଯିବ, ଲୋକେ କହିବେ ଇଏ ଭଲ ଲୋକ ଥିଲା। ଯେତେବେଳେ ଖରାପରେ ଯିବ, ଲୋକେ କହିବେ ଏଇଟା ନର୍କ ଯନ୍ତ୍ରଣା ଭୋଗିଲା। ଆଉ ସେଇ ଭାଗବତ କହିଲେ, ଆପଣ ଯଦି ଭଲ କାମ କରି ଲୋକମାନଙ୍କ ପାଇଁ, ଗାଁ ପାଇଁ, ଦେଶ ପାଇଁ, ଜାତି ପାଇଁ ନାଁ ରଖି ଯାଇଥିବେ, ଏ ଗାଁ ପାଇଁ କିଛି କରିଥିବେ, ଆପଣ ଚିରଦିନ ପର୍ଯ୍ୟନ୍ତ ଅମର ହେଇକି ରହିବେ। ଜାତିର ପିତା ମହାମାନବ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲାଲ ବାଲ ପାଲ, କେଡେ କେଡେ ମହାମନୀଷୀ ମାନେ ଏଇ ମାଟିରେ ଜନ୍ମ ହେଇ ଏ ମାଟି ମାର ସେବା କରି, ବାଜି ରାଉତ ଆପଣଙ୍କର ଏଇ ଢେଙ୍କାନାଳର ପୁଅ କଣ ନ କରି ଗଲେ? କିଏ ଢେଙ୍କାନାଳ ଆଉ ନାଁ ଲୋକ ମନେ ରଖିଛି? ସମସ୍ତେ କହନ୍ତି ବାଜିଆ ପଛେ ଜୀବନ ଦେଲା, ନୁଆଇଁ ନାଇଁ ମଥା। ଛାତି ପାତି ଦେଲା, ଡଙ୍ଗା ପାର କରେଇ ଦେଲାନି ବ୍ରିଟିଶ ଜାତିକି। ମୋ ମାର ସମ୍ମାନ, ମୋ ମାଟିର ସମ୍ମାନ, ମୋ ଗାଁର ସମ୍ମାନ, ମୋ ଜୀବନ ଅଳ୍ପ ଦିନ ପାଇଁ ଆସିଥିଲେ ବି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତମେ ନଦୀ ପାର ହେଇପାରିବ ନା। ସେ ଢେଙ୍କାନାଳର ପୁଅ ଛାତି ପାତି ଦେଲା, ଭୟ କଲା ନାହିଁ।
দ্রুত সমিতি ছাত্র করি তাহলে কহি আজ্ঞা বাজিয়া মরিছি না বঞ্চিছি বাজিয়া অমর কবি কଳାକାର ভকত পালা পটটা স্বতন্ত্র পালা বালা পাটি ଏ ମୁଣ୍ଡରେ ପାଲା ହଉଥିଲେ ଆର ମୁଣ୍ଡକୁ ଯଦି ନଶିବ ସେ ପାଲା ବାଲା ନୁହଁ ଆପଣଙ୍କର କବି କହିବେ 4 ଜଣ ଆଜ୍ଞା ଅମର କିଏ ନା କବି କଳାକାର ଭକତ ଦେଶ ସେବକ ଗଲେଣି ଦୀନକୃଷ୍ଣ ଗଲେଣି କାଳିଦାସ ଗଲେଣି ଭଞ୍ଜ କେବେ ଜନ୍ମ ହେଇଥିଲେ କେବେ ମଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ତାକୁ ଅନୁଶୀଳନ କରି ତାଙ୍କ ମସିହା ଜାଣୁଛୁ ତାହେଲେ କହିଲେ ଆଜ୍ଞା ଭଞ୍ଜ ଏବେ ମରିଛନ୍ତି ନା ବଞ୍ଚିଛନ୍ତି ଭଞ୍ଜ ଅମର କୋଉଠି ଅମର ଗାଏ ତୁମ ଗୀତ ସଭାରେ ତମେ କାଳ ଧରି ଗାଏ ତୁମ ଗୀତ ସଭାରେ ପଣ୍ଡିତ ଲୋକ ତୁମ ଗୀତ ଗାଏ ପଥେ ପ୍ରାନ୍ତେ ହୃଷ୍ଟମନା ପଥରେ ପଥିକ ଗାଏ ପିଲେ ବୋଲେ ଚଷା ପୁଅ ହଳ କଲା ବେଳେ ଗାଉଛି ଅନ୍ତପୁରେ ଯୋଷା ନାରୀ ସହିତ ପୁରୁଷ ଚାଟୁକ୍ତି କରି ପୁରୁଷ ତାର ମାନ ଭଞ୍ଜନ କରି ତମ ଗୀତ ବୋଲି କେତେ ଆନନ୍ଦ ଦଉଛି ଶେଷରେ ଗାଏ ତୁମ ଗୀତ ସଭାରେ ପଣ୍ଡିତ ପଥେ ପ୍ରାନ୍ତେ ହୃଷ୍ଟମନା ପିଲେ ବୋଲେ ଚଷା ଅନ୍ତପୁରେ ଯୋଷା ନୃତ୍ୟାଙ୍ଗନେ ପାରଙ୍ଗନା ତାହେଲେ ଆଜ୍ଞା ଭଞ୍ଜ ବଞ୍ଚିଛନ୍ତି ନା ମରିଛନ୍ତି ଦୀନକୃଷ୍ଣ ବଞ୍ଚିଛନ୍ତି ନା ମରିଛନ୍ତି ଅଭିମନ୍ୟୁ ବଞ୍ଚିଛନ୍ତି ନା ମରିଛନ୍ତି କବି ଅମର କଳାକାର ଅମର କେତେ କଳାକାର ଗଲେଣି ବିଜୟ ମହାନ୍ତି ମିହିର ଦାସ ଏ ଜାତିର ସୁଯୋଗ୍ୟ ସନ୍ତାନ ଓଡ଼ିଆ ଚଳଚ୍ଚିତ୍ର ତାରକା ହର ପଟ୍ଟନାୟକ ଏମାନେ ଗଲେଣି ଆଜ୍ଞା କିନ୍ତୁ ତାଙ୍କୁ ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କର ନେଟ କାମ କରୁଥିବା ଭାଇ ମାନଙ୍କର ଟିଭି ପରଦାରେ ଆପଣ ତାଙ୍କୁ ଦେଖୁଥିବେ ସେତେ ଦିନ ପର୍ଯ୍ୟନ୍ତ ସେ ଅମର କବି କଳାକାର ଭକତ ଦାସିଆ ବାଉରୀ ଭକ୍ତ ସାଲ ବେଗ କେତେ ଭକ୍ତ ବନ୍ଧୁ ମହାନ୍ତି ଏମାନେ ଆଜି ଅମର ଶେଷରେ ଅମର କିଏ ନା ଦେଶ ସେବକ ମହାତ୍ମା ଗାନ୍ଧୀ ସୁଭାଷ ବୋଷ ଲାଲା ଲଜପତ ରାୟ ବାଲ ଗଙ୍ଗାଧର ତିଲକ ବିପିନ ବିହାରୀ ପାଲ ବାଜି ରାଉତ ଏମାନେ ଅମର କାହିଁ କହୁଥିଲି ଆଜ୍ଞା ଏମାନେ କଣ ପାଇଁ ଅମର ହେଲେ ନା ଏମାନେ ଭଲ କାମ କିଛି ଏ ଦେଶ ପାଇଁ ଗାଁ ପାଇଁ ଏ ଜାତି ପାଇଁ କରିଛନ୍ତି ଯଦି ଖରାପ କାମ କରିଥାନ୍ତେ ସେଇଦିନ ଲୋକ ଭୁଲି ଯାଇଥାନ୍ତେ ସତନା ଆଜ୍ଞା ମିଛ ତାହେଲେ ନର୍କଟା ସାର୍ କୋଉଠି ଅଛି ବାପା ପଠେଇଥିଲା ପୁଅକୁ ପୁଅ ଦେଖି ଆସିଲା 5 ମୁଖରେ ହରି ଏଇ ମଣିଷ ମାନଙ୍କ ମୁହଁରେ ଯେତେବେଳେ କହିବେ ଏ ବର୍ଷ ପାଲା ବାଲା 2 ଜଣ ଆସିଥିଲେ ସେ ଲମ୍ବୋଦର ବାବୁ ଭଲ ନା ସୁଭାଷ ବାବୁ ଭଲ ଯେତେବେଳେ ଲୋକ କହିବେ ସେଇ ମୁଖ ଆମ ପାଇଁ ଆପଣଙ୍କ ତାଳି ଆମ ଭାତ ଥାଳି ଆପଣଙ୍କ ତୁଣ୍ଡ ଆମ ପାଇଁ ସହସ୍ର କୋଷ ଏ ସଜ୍ଜନ କହିବାର ଉଦ୍ଦେଶ୍ୟ ନର୍କ କହିଲେ ସ୍ୱର୍ଗରେ ନାହିଁ ନର୍କ କହିଲେ ପାତାଳରେ ନାହିଁ ଏଇ ହଉଛି ସେଇ ଜାଗା ଯୋଉଠି ଆମେ ସବୁ ସହିବାକୁ ପଡିବ ଦୁର୍ଲଭ ଆପଣ ମାନେ ଯେତେ ବସୁଛନ୍ତି ଭାଇ ମାନ ବାପା ମାନ ଭାଇ ମୋର ମେଡିକାଲ କାମ କରୁଛନ୍ତି ମୋ ଟିଚିଂ ପ୍ରଫେସନ କାର ବ୍ୟବସାୟ ଯିଏ ଯୋଉଠି କାମ କର ଏ ଗାଁ ପାଇଁ ଦେଶ ପାଇଁ ଜାତି ପାଇଁ ନାଁ ରଖିଲା ଭଳିଆ କାମ କର ଏଇ ଗାଁରେ କଣ କେତେ ଜନ୍ମ ହେଇଛନ୍ତି କେତେ ଆସିଥିଲେ କେତେ ଗଲେ ସଂସାରରୁ କେହି କିଛି ନେଇନାହାନ୍ତି ନର୍କ ଏଇଠି ସ୍ୱର୍ଗ ଏଇଠି
ଇଏ ଦର୍ଶନ କୁହ ସୁବାସ ଭାଇନା। ଆଉ ନର୍କ ଗୋଟା 84 ଅଛି, କୋଉଠି ତୈଳ ନର୍କ, କୋଉଠି ମୃତ ନର୍କ, କୋଉଠି ଆପଣ ମାନଙ୍କର ମହିଳା ନର୍କ। ଇଏ ଗୁଡାକ ପାଲାରେ ଆଉ ଚଳିବନି। ତମ ପୁରୁଣା ପଦ୍ଧତି ବନ୍ଦ କର। ତମେ ସେଇଦିନ କହିବ। ଜଣେ ଲୋକ ଥରେ ପାଲା ଗାଉଥିଲେ, ମୁଁ ଶୁଣିଛି, କହିଲେ 100ଟା କଙ୍କଡା ବିଛା କାମୁଡ଼ିଲେ ଯେତିକି ମଣିଷ ମରିଲା ବେଳେ ସେତିକି କଷ୍ଟ ହେଲେ ସେ ମରିବ। ଏହା ଶାସ୍ତ୍ର ଲେଖା ହେଇଥାଇପାରେ। ସେ ବାବୁ ପ୍ରଶ୍ନ କଲେ, ପୂଜ୍ୟ ଗାୟକ ମହାଶୟ, ଆପଣ କହିଲେ 100ଟା କଙ୍କଡା ବିଛା କାମୁଡ଼ିଲେ ଏକାଥରକେ ଯେତିକି କଷ୍ଟ, ଜଣେ ଲୋକ ମଲା ବେଳେ ସେତିକି କଷ୍ଟ ହୁଏ। ବୋଧେ ହୁଏ ମୁଁ ଭାବୁଛି ଆପଣଙ୍କୁ 100ଟା କଙ୍କଡା ବିଛା କାମୁଡ଼ିକି ମାରିଛନ୍ତି, ଆଉ ମାରିଲା ପରେ ଆପଣ ଆଉ ଥରେ ଜନ୍ମ ହେଇ ନିଜର ଅନୁଭୂତି କହୁଛନ୍ତି। ସଜନ, ମୋ କହିବାର କଥା, ଓ ସୁବାସ ଭାଇନା ବୋଧେ ହୁଏ ସ୍ୱର୍ଗକୁ ଯାଇଥିଲେ, ସ୍ୱର୍ଗରୁ ଗୋଟିଏ ଗୋଟିଏ ନର୍କ ଗଣିକିରି 84ଟା ନର୍କ ଖୋଜିକି ପାଇଛନ୍ତି, ଆପଣ ମାନଙ୍କ ଆଗରେ କହୁଛନ୍ତି। ଇଏ ତମେ ପୁରା ମର୍ତ୍ତ୍ୟରେ ଅଛ, ସ୍ୱର୍ଗପୁର କଥା ତମେ ଦେଖିଲ କିପରି? କାଲି କିଏ କହିବେନି କି ମୁଁ ଶାସ୍ତ୍ରରୁ କହିଲି? ଶାସ୍ତ୍ର ଆଜ୍ଞା ସବୁ କଥା କହିଛି। ଶାସ୍ତ୍ର ବି ଏ କଥା କହିଛନ୍ତି, ଏଇ ହଉଛି ନର୍କ, ଏଇ ହଉଛି ସ୍ୱର୍ଗ। ତେଣୁ ଆପଣ ମାନେ ଭଲ କାମ କଲେ ସ୍ୱର୍ଗକୁ ଯିବେ, ଖରାପ କାମ କଲେ ନର୍କରେ ରହିବେ। ଇଏ ହଉଛି ସ୍ୱର୍ଗ ଆଉ ନର୍କର କଥା। ଭଲ କାମ କଲେ ଭଲ ଗତି ଆପଣ ପାଇବେ, ଗୋଟା ଭଲ ଘରେ ଜନ୍ମ ହେବେ, ସେ ସାଧୁ ସନ୍ତରି ପୂଜା ପାଇପାରନ୍ତି, ବା ଗୋଟେ ଟଙ୍କା ଥିବା ଲୋକ ଘରେ ଜନ୍ମ ହେବେ। ଯଦି ଖରାପ କାମ କରିବେ, କାହା ଗୋଡ ଭାଙ୍ଗିଥିବେ, କାହା କାନ ଛିଣ୍ଡେଇଥିବେ, କାହା ଆଖି ଫୁଟେଇଥିବେ, ଆର ଜନ୍ମରେ ସେମିତିଆ କୋଣା ଛୋଟା ପୂଜା ହେଇକି ଜନ୍ମ ହେବେ। ଏ ସତନ, ମୁଁ କହୁ କହୁ ଆପଣଙ୍କୁ ଏ ଦିଗକୁ ପଳେଇ ଆସିଲି। ଗୋଟା ପ୍ରଶ୍ନ ଭାଇନା କରିଥିଲେ, କଣ ନା ସ୍ତ୍ରୀ ସଙ୍ଗ କଲେ ବୀର୍ଯ୍ୟଟି ଯାଇ ଚରାଇଲେ ସନ୍ତାନ ସୃଷ୍ଟି କରି, ତାହେଲେ ଋଷ୍ୟଶୃଙ୍ଗ ଯୋଉ ଜନ୍ମ ହେଲେ, ଯୋଉ ଅପ୍ସରା ମୃଗ ହେଇ ଚରୁଥିଲା, ଆଚ୍ଛା କହିଲେ ବାବାଜୀ ବିଭାଣ୍ଡକ ଜଙ୍ଗଲରେ ରହନ୍ତି, ସେ ନାରୀ ଦେଖି ନାହାନ୍ତି, ତପସ୍ୟା କରୁଛନ୍ତି, ସେ ଜଣେ ତପ ତପସ୍ୟା ଆଚରଣ କରିବେ, ଦେବତା ଆଜ୍ଞା ତାଙ୍କର ବିଘ୍ନ ଚିନ୍ତା କରିବେ। ତାହେଲେ ଇଏ ଯୋଉ ଅପ୍ସରାକୁ ପଠେଇଲେ, ଅପ୍ସରା ଯାଇ ଋଷି ବିଭାଣ୍ଡଙ୍କ ପାଖରେ ନଦୀରେ ସ୍ନାନ କଲା, ଉଲଗ୍ନ ହେଇ ବାବାଜୀଙ୍କର ଏ ରେତ ସ୍ଖଳିତ ହେଇଗଲା। ରେତଟା ସ୍ଖଳିତ ହେଲା, ସେ ତ ପାଣିରେ ଭାସି ଭାସି ଗଲା। କୋଉଠି ଲାଗିଲା ଯେ ଇଏ ଖାଇଲେ, ମୃଗଟା ପାଣି ଭିତରୁ କେମିତି ଆସିବ? ପାଣି ଭିତରୁ କେମିତି ଆସିବ କି? ତାପରେ ଆଉ ଗୋଟେ କଥା, ଦୃଷ୍ଟିହୀନ ଦ୍ୱାଦଶ ବରଷ ଚମ୍ପାବତୀ ନଗର, ନଦୀରେ ତ ପାଣି ରହିଲା ନାହିଁ, ବୃକ୍ଷରେ ପତ୍ର ରହିଲା ନାହିଁ, ତାହେଲେ ଜରତା ଡଙ୍ଗା ନେଇକି ନଦୀରେ ଗଲା କିପରି? ଡଙ୍ଗାରେ କଣ ଚକ ଲାଗିଥିଲା? ତଳେ ତଳେ କାଠ ବିଡ଼ା ନେଇ ନଉଛନ୍ତି, ତାପରେ ଗଡେଇ ଗଡେଇ ମାନେ ୟା କାମ ପାଇଁ ପ୍ରଶ୍ନ। ଦ୍ୱିତୀୟ କଥା,
सीधा बुझा ए फार्मासिस्ट भाई माने हुंतु डाक्टर माने हुंतु ଆଜ୍ଞା ये माने जोठी चाहिए वर्तमान संतान सृष्टि कर दे पारि ଆରେ ବାଃ ବାଃ माँ गर्भरे आउ ହଁ छुआ रहिबा दरकार नाही ଦରକାର ପଡୁନି जो आईवीई सेंटर करा हैछि आपण मानकर ଆଜ୍ଞା भुवनेश्वर केतरा सेंटर हेलानी ହଁ आपणकर भुवनेश्वर रे ये बापू ये शिशु भवन छकरे ଆଜ୍ଞା जो मेडिकल टी एबे नुआ हैछि ହେଇଛି सेठी पुरुष देहरु डिम्बाणु ହଁ ए शुक्राणु नारी देहरु डिम्बाणु कढाई जाउची ହଁ ओटा ट्यूब रे रहउची वाह। से ट्यूब रे आपे आपे संतान को सृष्टि करूची ଆରେ ହେ ଆମ ପଞ୍ଚାୟତକୁ ଏ ମେସେଜ ता ना होची अंकुर हॉस्पिटल ଅଙ୍କୁର ହସ୍ପିଟାଲ र ताले माँ आ छुआ धारण करबा दरकार नहीं ଦରକାର ନାହିଁ कि बापा माँ मिलन हवा दरकार नहीं ନା ନା सेई पुराण रे अछि ଆଜ୍ଞା दीटा नारी ନାରୀ गोटे पुओ जन्म करथिले ହତାଶୀ ଆଇଜୁ ରେ ବାବା नारी पुरुष मिशिले ହଁ माँ माने बाप माने माटी गर्भवती हबो गोटे संतान दबो ଆଜ୍ଞା सेई पुराण कहउछंती ହଁ नारी पुरुष न मिसी नारी नारी मिसी गोटे छुआ जन्म करथिले ମଡ ନବନି से छुआ के କିଏ ସେ ଛୁଆ ସିଏ ହଉଛନ୍ତି ଭଗୀରଥ ପୁରାଣ ପୃଷ୍ଠାରେ ସବୁ ସମ୍ଭବ ସମ୍ଭବ ଅସମ୍ଭବ କିଛି ନା ନା ତାହେଲେ ରାମ ଠାକୁର ଜନ୍ମ ହେବେ ଆଜ୍ଞା ହଁ ଏଇ ଋଷ୍ୟଶୃଙ୍ଗ ତାଙ୍କ ଜୋଇଁ ଆଜ୍ଞା ହଁ ଦଶରଥଙ୍କର ଜୋଇଁ ହଉଛନ୍ତି ଋଷ୍ୟଶୃଙ୍ଗ ହଁ ହଁ ତାଙ୍କ ଝିଅ ଥିଲା ଶାନ୍ତା ଶାନ୍ତା ଶାନ୍ତାଙ୍କୁ ଋଷ୍ୟଶୃଙ୍ଗ ବିବାହ କରିଥିଲେ କରିଥିଲେ ଜୋଇଁ ଗଲେ ଗଲେ ଶାଶୁ ମାନଙ୍କର 4ଟା ଛୁଆ ହେଲା ଭଣଜା ତମ ବ୍ଲକ ରେ ଅଛି ନା ପଞ୍ଚାୟତ ରେ ଅଛି ଦେଖେ ସାର୍ କେମିତି କହୁଛନ୍ତି ଅରେ ଋଷ୍ୟଶୃଙ୍ଗ ଗଲେ ହଁ ପୁତ୍ରେଷ୍ଟି ଯଜ୍ଞ ହେଲା ହେଲା ଯଜ୍ଞ ଚରୁ ହଁ କୈକେୟୀ କୌଶଲ୍ୟା ସୁମିତ୍ରା ଖାଇବାରୁ ଆଜ୍ଞା ପୁଅ ହେଲା ଆରେ ହେ କଥା ସତରେ ତାହେଲେ ଆଜ୍ଞା ସେ ପୁଅ କିଏ ସୃଷ୍ଟି କଲା ନା ଯଜ୍ଞର ଚରୁ ଯଜ୍ଞ କଲା କିଏ ନା ଜୋଇଁ ଜୋଇଁ ଯେ କି ଋଷ୍ୟଶୃଙ୍ଗ ଆଜ୍ଞା ର ଆଚ୍ଛା ରାଣୀ ମାନେ ଖାଇଲେ ଖାଇଲେ ଚରୁ ଖାଇଲେ ହଁ। ଚରୁ ଗଲା କୋଉଠିକି ପାକସ୍ଥଳୀ କି ତାହେଲେ ଦଶରଥ ଆଉ ରାଣୀ ମାନଙ୍କର ମିଳନ ରହିତ ଛୁଆ ହେଲା ହେଲା ସେଇ କଥା ସେ ପ୍ରଥାର ନାଁ କଣ କଣ ସେ କଥା ସେ ପ୍ରଥା ହଉଛି ନିୟୋଗ ପ୍ରଥାରେ ହଁ ନିୟୋଗ ପ୍ରଥାରେ ବାପା ମା ନ ମିଶି ମଧ୍ୟ ଛୁଆ ହେଇପାରିବେ ଖାଲି ଏଇଠି କାହିଁକି ଆଉ ଗୋଟେ ଛୁଆ ମହାଭାରତରେ କାନ ପଟେ ଜନ୍ମ ଆଉ ଗୋଟେ ଛୁଆ ମା ଅନୁଢା ଅନୁଡ଼ା ଅର୍ଥାତ ରଜସ୍ପଳା ହେଇନାହିଁ ହେଇନି ଯୌବନ ପ୍ରାପ୍ତ ନୁହଁ ନା କାନ ପାର୍ଶ୍ୱରେ ବାପା ରତି କ୍ରୀଡ଼ା କଲେ ଇରେ ଇରେ କାନ ପାର୍ଶ୍ୱରେ ଛୁଆ ଜନ୍ମ ହେଲା ହଁ ସେ ଛୁଆ ହଉଛି କର୍ଣ୍ଣ ଆ ଦେଖ ପୁରାଣ କେମିତି କହୁଛି ପୁରାଣରେ ସବୁ ହଁ ଅସମ୍ଭବ ସମ୍ଭବ ହେଇଛି ଆରେ ବାଃ ତାର ଗୋଟେ ପ୍ରଥା ହଉଛି ତା ନାଁ ହଉଛି ନିୟୋଗ ପ୍ରଥା ନିୟୋଗ ନିୟୋଗ ପ୍ରଥାରେ ହଁ ଯୋଉଠି ରତି କଲେ ମଧ୍ୟ ଛୁଆ ହେଇପାରିବେ ପାରିବେ ସେ ପ୍ରଥା ଏବେ ଅଛି କୋଉଠି କୋଉଠି ନା ଯୋଉ କଥା ଭାଇନା ଗୋଟାଏ କଥା କହିଛନ୍ତି ମୟୂର 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 ରେତ ସ୍ଖଳନ କରିବ କଳା ମେଘ ଦେଖି ହଁ ମୟୂରୀ ଖାଇବ ଖାଇବ ମୟୂର ପାକସ୍ଥଳୀକି ଯିବ ସେଠି ଛୁଆ ହବ ହଉଛି ଖାଲି ମୟୂର ନୁହଁ ଆଉ ବେଙ୍ଗ ବେଙ୍ଗ ବଗ ବଗ ଏମାନଙ୍କର ପ୍ରତ୍ୟକ୍ଷ ସଙ୍ଗମ ନାହିଁ ହଁ ଆପଣ ମାନେ ଦେଖନ୍ତୁ ସେଗୁଡାକ ଆଜ୍ଞା ହଁ ବଗ ଯେତେବେଳେ ବିଜୁଳି ମାରିଦବ ଚିକ୍ କରି ବିଜୁଳି ମାରିଲା ବେଳେ ବେଙ୍ଗ ଏ ବଗ ଆଜ୍ଞା ଗଛ ଗଛରେ ଥିବ ଥିବ ତାର ଏତଟା ବିଜୁଳି ଘାତେ ସ୍ଖଳିତ ହେଇଯିବ ବଗୁଲି ଥିବ ଟଙ୍କି ନେଇଯିବ ବାଃ ତାର ଛୁଆ ହବ ହବ ଏ ପୁରାଣର ସବୁ ଆଶ୍ଚର୍ଯ୍ୟ କଥା ଆଜ୍ଞା ବେଶୀ ବେଙ୍ଗଙ୍କର ପ୍ରଡକ୍ସନ ସଜନ ତାହେଲେ ଆପଣଙ୍କ ଅର୍ଥ ପ୍ରଶ୍ନର ଉତ୍ତର ପାଇଲେ ସେ ପ୍ରଥାର ନାମ ହଉଛି ନିୟୋଗ ପ୍ରଥା ନିୟୋଗ ପ୍ରଥାରେ ଯେଉଁଠି ରତି କଲେ ମଧ୍ୟ ବା ଚା ଖାଇଲେ ମଧ୍ୟ ସନ୍ତାନ ଉତ୍ପତ୍ତି ହେଇପାରିବ ବାଃ ଭଣଜା ଯାଇ କହିଦଉଟି କାହାକୁ କହିବ ପାଲାଲାଙ୍କୁ
ସେଇ ପୁଅ ପୁଅ ଜରତା ବେଶ୍ୟାରା ଆଣିଲା ପରେ ପରେ ଭଗବାନ ରାମ ଜନ୍ମ ହେଲେ। ବାବା ଆଚ୍ଛା ଏ ଭାଇନା ଗୋଟେ କଥା ଖାଲି ଜିଦ୍ ଧରି ବସିଛନ୍ତି ଆପଣ ଜଗନ୍ନାଥ ସଂସ୍କୃତି କହନ୍ତି ଆରେ ବାଃ। ସେ ତ ରାମାୟଣ କହିଲେ ମୁଁ ଯଦି ରାମାୟଣ ନ କହିବି ଆପଣ ମାନେ କହିବେ ଇଏ ପାଲା ବାଲା ଜାଣିନାହାନ୍ତି କାଲି ରାମ କହିଲେ ହବନି ଜଗନ୍ନାଥ ସଂସ୍କୃତି କାଲି ଆମର ଆଜି ଅଧିବାସରେ ରାମ ଜଗନ୍ନାଥଙ୍କର ସଂସ୍କୃତି ହଉ ହଁ ଆଉ କଣ କଣ କଳା ହଉ କରିବ? କେମିତି ରସଭଙ୍ଗ ହେଇଯିବ କାଲି କରିବ ଆଉ କାଲି ହବ କାଇଁ ବ୍ୟସ୍ତ ଆଜି ରାମାୟଣରେ ସରିଯାଉ ରାତିକା ହଁ କାଲି ଜଗନ୍ନାଥ ସଂସ୍କୃତି ମୁଁ ପ୍ରଥମ ଥାକରେ କହିବି ସେ ଦ୍ୱିତୀୟରେ କହିବ ଆପଣ ଏମିତି କହୁଛନ୍ତି ତାମାନେ କଣ ଆଜି ପୃଥ୍ୱୀ ସରିବ 3 ଦିନ ପାଇଁ ଡାକିଛ କଣ ପାଇଁ ଆଉ ଯେ ଭଗବାନ ଜାଣନ୍ତି ଏ ପାଦ ପଡିଛି ଆର ପାଦ ପଡିବ କି ନାହିଁ ତା ଈଶ୍ୱର ଦତ୍ତ ତେବେ ତଥାପି ଆମେ ଗୋଟେ ଭର୍ତ୍ତି କରିଦେବି ଆପଣ ମାନଙ୍କୁ ଜଗନ୍ନାଥ ସଂସ୍କୃତି ଟିକେ ଟିକେ ହଁ କାଲି ଫୁଲ ଜଗନ୍ନାଥ ସଂସ୍କୃତି ଆମେ ରାତିକ ଯାକ କଥା ହେବା ଆଜ୍ଞା ଆଜ୍ଞା ଜମା ମନ ଦୁଃଖ କରିବି ଆଜି ଆଜି ଗୋଟେ ଗୋଟେ ପାଠ ଦେଇଦେବୁ ହେ ବାମାନ ମାମାନ ସେ ରାମ ଠାକୁର ଜନ୍ମ ହେଲେ ସେ ରାମ ନା କାହିଁକି ରାମ ହେଲା ନା ଆପଣ ମାନଙ୍କର ଗୋକୁଳାନନ୍ଦ ପଟ୍ଟନାୟକ ବହିନା ଜାନକୀ ବଲ୍ଲଭ ବିଳାସ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନାମାନୁସାରେ ସେ ରାମାୟଣ ଆପଣ ମାନଙ୍କୁ ରହିଛି ହେଇଛି ଭଗବାନଙ୍କର ନାଁ କାହିଁକି ରାମ ହେଲା ଆଜ୍ଞା ହରେ ରମଣୀୟ ମୂର୍ତ୍ତି କଣ କଲା ଅଛି ଜାନକୀ ବଲ୍ଲଭ ବିଳାସରେ ଗୋକୁଳାନନ୍ଦ ପଟ୍ଟନାୟକ ଘର ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗାଁ କହିଲେ ରମଣୀୟ ମୂର୍ତ୍ତି ଦେଖି ଦେଲେ ରାମ ନାମ ଆଜ୍ଞା ରମଣୀୟ କହିଲେ ସୁନ୍ଦର ରମଣୀୟ କହିଲେ ସୁନ୍ଦର ସୁନ୍ଦର ରୂପ ଦେଖି ବାହ ଭଗବାନଙ୍କ ନାମ ଦେଲେ ରାମ ରାମ ରଘୁବଂଶେ ଜାତ ଯେଣୁ ରାଘବ ଉତ୍ତମ ଉତ୍ତମ ରଘୁବଂଶରେ ଜନ୍ମ ହେଇଥିବାରୁ ୟାଙ୍କ ନାଁ ହଉ ରାଘବ ରାଘବ ପିତା ଯେଣୁ ଦଶରଥ ରଥ ଦାଶରଥୀ ନାମ ବହୁ କୌଶଲ୍ୟାର ସୁତ ତାଙ୍କର ଆଉ ଗୋଟେ ନାଁ ହଉ ଦାଶରଥୀ ବାହ ଆମେ କେତେଟା ନାଁ ପାଇ ରାମ ହଁ ରାଘବ ଦାଶରଥୀ ତିନି ଜଣ ରାମ ସୁନ୍ଦର ସୁନ୍ଦର ତାଙ୍କ ରୂପଟା କେମିତିଆ ଗୋରା ନାଇଁ ଆଜ୍ଞା ଗୋରା ବୋଲି ସୁନ୍ଦର ନା। ମୋ ଭାଇ ଗୋରା ଲୋକ ହଁ ଆମ ଅଶୋକ ବାବୁ କଳା ମୁଁ କଳା ଲୋକ ଆଜ୍ଞା ଇଏ ବାବୁ ଗୋରା ଲୋକ ମୁଁ ଶାବଳ ତୁ ଶାବଳ କାହିଁ ହଉଛୁ ଗୋଟା ଲଙ୍ଗଳ ହେଇଯାଉ ତୁ ଆଉ ସେଇଟା କହନା କହିଲେ ତତେ ବାଡେଇବି ହେଲା ପାଟି କରାଯିବ ହଁ ଭଗବାନ ରାମଙ୍କ ରୂପ କିପରି ଜାଣିବା ପ୍ରମାଣ ନା ରାମଚରିତ ମାନସ କହୁଛନ୍ତି ହଁ ନିରାମ୍ବୁଜ ପାଟି ଏମିତିଆ ତାଙ୍କର ଫିଟୁଥିଲା ପାଟି ଫିଟୁ ନଥିବା ପାଲା ବାଲା ନୀଳ ଭାଇ ଭାଗ୍ୟରେ ଜୁଟେଇଛି ମୁଁ କଣ ଜୁଟେଇଲି ଆପଣ ମାନେ ଜୁଟେଇଛନ୍ତି ନା ଆମେ ଜୁଟେଇଲୁ केड़े बड़ कथा कहना रामचरित मानस हिंदी रामायण नीलाम्बुज श्यामल कोमलांगम नीलाम्बुज नील पद्म श्यामल ଶ୍ୟାମଳ भगवान को शरीर देखा कौन ना श्यामल ଶ୍ୟାମଳ ଝାଡି ଯାଇ ଛାଡି ହଁ नवद्रुवा
ଦଳ କାନ୍ତି ହେ ରାମ ଜୀବନରେ ମତେ ତ ଦରକାର ସଜନ ସନ୍ଥ ତୁଳସୀ କହିଲେ ନୀଳାମ୍ବୁଜ ଶ୍ୟାମଳ କୋମଳାଙ୍ଗ କମଳା କିନ୍ତୁ ଭଞ୍ଜ କହିଲେ ଏଙ୍କ ରୂପଟା ନେଳିଆ ନୁହଁ। ନା କଣ ଭଞ୍ଜ ଆଉ ଟିକେ ଆଗକୁ ଗଲେ କହିଲେ ଏଙ୍କ ରୂପ କଣ କଣ ନା ରୂପଟା ହଉଛି କଳା। କଳା ଭଞ୍ଜ କହିଲେ ପ୍ରମାଣ ଭଞ୍ଜ ରାମାୟଣ କହିଦେଇ ବିଳାସ ବିଳାସ। ଗାୟକ ଗାଇଲେ ଆମେ ଗାଇବୁ, ଗାୟକ ନ ଗାଇଲେ ଆମେ ଚୁପ୍ ହେଇଯିବୁ। मला ହଁ ହଁ कोण बोलत କଣ ହେ? हाव तुला अरे पैसे ହया ବୈଦେହୀ ଠାକୁରଟା ଗଲା ସେ କୁଙ୍କୁମ ଲଗା ଏ କୁଙ୍କୁମ ଲଗା ସାରେ ଚା ବହି ବୈଦେଶ ଅଭ୍ୟାସ ବା ଭଦ୍ର ରାମାୟଣ ଆଉ ଟିକେ ଚା ରାଗ ହଉଛି ଚୋଖୀ। ରାଗ ଚୋଖି ଭଗବାନ ରାମ ରାମ ସେଦିନ ଯାଉଛନ୍ତି ମିଥିଳା କଟ କରି। ଆଜ୍ଞା ଆଜ୍ଞା କାହିଁକି ଯାଉଛନ୍ତି? କାହିଁକି ତା ପଦ ବୋଲୁଛି ହଁ ସେ ତ ଭଞ୍ଜ ରାମାୟଣ କହୁଥିଲେ, ଆମେ ଭଞ୍ଜ ରାମାୟଣ କହୁଛୁ। ହଁ ତ ତାଙ୍କ ଅଲଗା ଆମ ଅଲଗା। ବିଦିତ ମିଥିଳା ନୃପତି ନାମ ମାଲା ହିଟି ହେଲା ରେ ଭଞ୍ଜ କହିଲେ ବିଦିତ ମିଥିଳା ନୃପତି ନାମ ନାମ ଜନକ ଯାର। ତାର ତାଙ୍କ ନାଁ ହଉଛି ଜନକ। ଜନକ ଜନକ ଦିଗ ବିଦିଗରେ ପୁରିଛି ପୁରିଛି ଯଶ ଖ୍ୟାତି ଯାହାର। ରେ ଆଜ୍ଞା ଗେଳ ଆଜ୍ଞା ସାର୍ ନମସ୍କାର କହିବୁଟି କଣ କହିବି ଆଜ୍ଞା ତାଙ୍କ ବାପାଙ୍କ ନାଁ କଣ? ସୀତାଙ୍କ ବାପା ନା ଜନକ ଆଜ୍ଞା ଠିକ କରି କହ। ହଁ ଆଜ୍ଞା ଆମ ଗାଁରେ ରାମଲୀଳା ହଉଛି ଆମ ଗାଁ ରୁପେଲେଙ୍କା ସେ ପାଠ କରୁଛି ଇମାନ ସବୁ ଜ୍ଞାନୀ ଗୁଣୀ ପଣ୍ଡିତ ମାନେ ବସିଛନ୍ତି। ଆଜ୍ଞା ଆଜ୍ଞା ମୁଁ କଣ ଜାଣିନି ତାଙ୍କ ନାଁ କଣ? ତୋତେ ପଚାରିଛି କଣ ମାଳିଆ? ସାରେ ତାହେଲେ ପଚାରିଲେ ଯଦି ମୁଁ ତ କହିଲି ୟା ଭିତରେ ଆଉ କଣ ତତ୍ତ୍ୱ ରହୁଛି ମୁଁ ତ କହିପାରିବିନି। ସୀତାଙ୍କ ବାପାଙ୍କ ନାଁ ଆପଣ ମାନଙ୍କୁ କହନ୍ତି ଆଜ୍ଞା। ଜନକ ବୋଲି। ଜନକ ଜନକ ନୁହଁ। କଣ ମୂଷା କହୁଛନ୍ତି?
ପାଳନ ପିତା ଯେ ତାଙ୍କ ନାଁଟା କଣ? ହଁ ସେ ପାଳନ ପିତା, ପିତା ସେ ବାପା ଜନ୍ମିତ ନୁହଁ। ନା ତାଙ୍କ ବାପା କଣ? ବାପା ନା କଣ? ର ମୁଁ ଜନକ କହିଲି ସାର୍ ନାହିଁ କରୁଛି। ପୁରା ଶ୍ଲୋକ କହୁଛି ହଁ ବ୍ୟାସକୃତ ଆଜ୍ଞା ଆଧ୍ୟାତ୍ମିକ ରାମାୟଣ। ରାମାୟଣ ଅରାତସ୍ୟ ଶିରୋଧୋଜ ଘରେ ସଂଖ୍ୟାତେ କୋଶାମହେ ସୀତା ଶିର ପ୍ରବିଜାତା ସ୍ନାଦୌ ଶିରୋଧୋଜ ର ମୋ ନୀଳ ଭାଇ କହିଲେଣି ତାଙ୍କ ବାପା ହଉଛି ରାବଣ। ରାବଣ ବି ନୁହଁ। ସେଇ ଜନକଙ୍କର ନାଁଟା କଣ ମୁଁ କହିଛି? ତସ୍ୟ ଶିରୋଧୋଜ ଯଜ୍ଞେ କଣ କହିଲେ ବ୍ୟାସ? ଆଜ୍ଞା ଅନ୍ୟ ମନସ୍କ ହୁଅନ୍ତୁନି। ବ୍ୟାସ କହିଲେ ତାଙ୍କ ନାଁ ହଉଛି ଶିରୋଧ୍ୱଜ। ଶିରୋଧ୍ୱଜ ଜନକ, କୁଶଧ୍ୱଜ ଜନକ। ଇଏ ହଉଛନ୍ତି ଦି ଭାଇ। ଦି ଭାଇଙ୍କର ଚାରିଟା ଝିଅ। ନା ହଉଛି ଶିରୋଧ୍ୱଜ। ଜନକ ଏକ ଉପାଧି ବା ସାଙ୍ଗିଆ ହେଇଥାଇପାରେ। ବିଦିତ ମିଥିଳା ନୃପତି ନାମ ଜନକ ଯାର। ଏଇ ଜନକ ୟାଙ୍କ ପୂର୍ବରୁ 19ଟା ପିଢି ପୂର୍ବରେ ଜନ୍ମ ହେଇଥିଲେ ଜନକ। ସିଏ ହଉଛନ୍ତି ତାଙ୍କ ନାଁ ଜନକ। ସିଏ ଭଗବାନ ଶିବଙ୍କୁ ପୂଜା କରୁଥିଲେ। କରୁଥିଲେ ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ଆସିଲା କହିଲେ ଠାକୁରେ ମୁଁ ଆଉ ତ ମନ୍ଦିରକୁ ପୂଜା କରିବାକୁ ତୁମ ପାଖକୁ ଆସିପାରିବି। ନା ନା ମତେ ଏଭଳି ଗୋଟିଏ ଜିନିଷ ଦିଅ, ମୁଁ ଘରେ ତାକୁ ରଖି ଆପଣଙ୍କ ପୂଜାର ଫଳ ପାଇବି। ଜାଣିବା ପାଇଁ ଏ କଥା ଗୁଡାକ ଆମେ କହିବା ପାଇଁ ସକ୍ଷମ ନୁହଁ। ଆମେ ଖାଲି ଢଗଢମାଳି କଥା କହୁଛୁ। ଭଗବାନ ଶିବ ଜନକ ହାତରେ ଗୋଟା ଧନୁଟିଏ ଧରେଇ ଦେଲେ। ଆଜ୍ଞା ଆଜ୍ଞା ସେ ଧନୁ ଧନୁ ନାରକାସୁର ବଧ କାଳରେ ଭଗବାନ ଶଙ୍କର ଆଜ୍ଞା ଧରିଥିଲେ। ସେଇ ଧନୁ ଥୁଆ ହେଇଥିଲା। ତା ନାଁ କଣ? ଆପଣ ଜାଣିଛନ୍ତି? ତା ନାଁ ହଉଛି ଶିବ ଧନୁ। ଶିବ ର ଶିବ ଦିଟା ଧନୁ ଧରନ୍ତି। ଆଜ୍ଞା 5ଟା ଧନୁ ବିଶ୍ୱରେ ଶ୍ରେଷ୍ଠ। ପାଞ୍ଚ କୋଉ କୋଉ ଧନୁ? ଧନୁ? କହିଲା ବିଧାତା ଜୟ ବିଧାତା ଯଜ୍ଞରୁ ତୁ ପଇସା ପାଇଁ କି ବଳ ଖର୍ଚ୍ଚ କରୁଛୁ? ବ୍ରହ୍ମାଙ୍କ ଯଜ୍ଞରୁ
ଗୋଟା 39 ପବର ବାଉଁଶ ଆଜ୍ଞା ବାହାରିଥିଲା ସେଥିରେ 5ଟି ଧନୁ ତିଆରି ଗଲା ଗୋଟିଏ ପବ ବଳିବାରୁ ତା ଦେହରେ ଗୋଟେ ବଂଶୀ ତିଆରି କରାଗଲା 5ଟା ଧନୁ କଣ ନା ପିନାକ କୋଦଣ୍ଡ ଅଜଗବ ସାରଙ୍ଗ ଗାଣ୍ଡିବ ପିନାକ ଅଜଗବ ଭଗବାନ ଶିବ ଧରନ୍ତି କୋଦଣ୍ଡ ଭଗବାନ ରାମ ଧରନ୍ତି ସାରଙ୍ଗ ଧନୁ ଧରନ୍ତି ପରଶୁରାମ ଗାଣ୍ଡିବ ଧରୁଥିଲେ ମହାଭାରତ ଯୁଦ୍ଧରେ ଅର୍ଜୁନ ଯୋଉ ଗୋଟିଏ ପବ ବଳିଲା ସେଥିରେ ବଂଶୀ ତିଆରି କରାଗଲା ମୋହନ ବଂଶୀ ସେଇ ଅଜଗବ ଧନୁକୁ ଭଗବାନ ଶିବ ଦେଇଦେଲେ ଜନକଙ୍କୁ ପିଢି ପରେ ପିଢି 18ଟା ପିଢି ଗଲା ପରେ 19 ପିଢିରେ ଜନ୍ମ ହେଲେ ଶିରଧ୍ୱଜ ଜନକ ଘରେ ତ ଧନୁ ପୂଜା ହଉଛି ଇଏ ଭକ୍ତିମତୀ ଥିଲେ ଭକ୍ତି ପରାୟଣ ଥିଲେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଭୁ ମୋ ବଂଶରେ ଯଦି ଭଗବାନଙ୍କୁ ମୁଁ ପାଆନ୍ତିବା ଭଗବତୀ ଲକ୍ଷ୍ମୀ କି ପାଆନ୍ତି ତାହେଲେ ମୋ ଜୀବନ ସାର୍ଥକ ହେଇଯାନ୍ତା ସେଇ ଜନକ ଯଜ୍ଞାର୍ଥେ ଯଜ୍ଞ କରିବା ପାଇଁ ଭୂମି କର୍ଷଣ କରୁଥିଲା ବେଳେ ହଳ କରୁଥିଲା ବେଳେ ଲଙ୍ଗଳର ଅଗ୍ରଭାଗକୁ ସୀତା କୁହାଯାଏ ସେଥିରୁ ଜନ୍ମ ହେଲେ କିଏ ମାଟି ଭିତରୁ ନା ମା ସୀତା କେଡ଼େ ଆଶ୍ଚର୍ଯ୍ୟ କଥା ସବୁ ମାଟିରୁ ଜନ୍ମ ହେଇଛି ଝିଅଟା ତା ନା ସୀତା ତା ପାଇଁ ରାମାୟଣ ପାଣିରୁ ଗୋଟେ ଝିଅ ଜନ୍ମ ହେଇଛନ୍ତି ତାଙ୍କ ନାଁ ଲକ୍ଷ୍ମୀ ବିବାହ କଲେ ଭଗବାନ ନାରାୟଣଙ୍କୁ ଲକ୍ଷ୍ମୀ ପୁରାଣ ବହି ଅଗ୍ନିରୁ ଗୋଟେ ଝିଅ ଜନ୍ମ ହେଲା ତାଙ୍କ ନାଁ ଦ୍ରୌପଦୀ ବିବାହ କଲେ 5 ପାଣ୍ଡବଙ୍କୁ ତାଙ୍କ ପାଇଁ ମହାଭାରତ ପାହାଡ଼ ଗୋଟେ ଝିଅ ଜନ୍ମ କଲା ପବିତ୍ର ବଂଶ ଉତ୍ପନ୍ନ ବୋଲି ନାମ ତାଙ୍କର ପାର୍ବତୀ ଅସ୍ତୁତର ସ୍ୟାଦିଶି ଦେବ ଗୋଟା ଜାଗାରେ ନୂଆ ନୂଆ କଥା ଯଦି ନାହିଁ ଆପଣ ମାନେ ସେଇ ପୁରୁଣା କଥା ଶୁଣିଲେ କାହିଁକି ଆମକୁ 10,000 ଟଙ୍କା ଦେବି 3 ବର୍ଷ ଲାଇନ ଲଗେଇଲେଣି ମୋ ନୀଳ ଭାଇ ତମେ ଗୋଟେ ସତରେ ମହାଦିଆ ଆସିବନି ଭାଇ ସମୟ ହଉ ଭଗବାନ ଚାହିଁଲେ ହିମାଳୟ ଝିଅ ଜନ୍ମ ହେଲା ପର୍ବତ ହିମାଳୟ ନଗାଧିରାଜ ନଗ କହିଲେ ପାହାଡ଼ ମାନଙ୍କ ଭିତରେ ଯେ ରାଜା ତା ହଉଛନ୍ତି ହିମାଳୟ କାଳିଦାସ ଲେଖିଛନ୍ତି କୁମାର ସମ୍ଭବର ପ୍ରଥମରେ ଶ୍ଲୋକଟା ତାହେଲେ ପାହାଡ଼ ଗୋଟେ ଝିଅ ଜନ୍ମ ଦେଲା ନଦୀ ଗୋଟା ପୁଅ ଜନ୍ମ ଦେଲା ପାଣି ମାନେ ସମୁଦ୍ର ସେ ପୁଅ କିଏ ଜାଣୁ ସେ ନଦୀ କିଏ ଦେବୀ ସୁରେଶ୍ୱରୀ ସେ ନଦୀ ପତିତ ପାବନି ପୁଣ୍ୟ ତୋୟା ତା ନାଁ ହଉଛି ଗଙ୍ଗା ଗଙ୍ଗାରୁ ଜନ୍ମ ବୋଲି ଏକ ନାଁ ହଉଛି ଗାଙ୍ଗେୟ ମା ଦେଇଥିଲା ନା ଦେବବ୍ରତ
ବାପା ବାହାଘରରେ ପୁଅ ମଧ୍ୟସ୍ଥି କୋଉ କଥା କହିବୁ କରେ ଏମିତିଆ କଥା ହବ ତମର ଏମିତି ହେଲା ଏମିତି ଶୋଇଦେବିନି 3 ଦିନ କାଳ ନାଇଁ ବାପା ବାହାଘର ପୁଅ ମଧ୍ୟସ୍ଥି ସେଇ ପୁଅ ସେତେବେଳେ ନାଁ ପରିବର୍ତ୍ତନ କରିଦେଲେ ତା ନାଁ ହଉଛି ପିତାମହ ଭୀଷ୍ମ ଭୀଷଣ ପ୍ରତିଜ୍ଞାରୁ ତାଙ୍କ ନାଁ ହଉଛି ଭୀଷ୍ମ ଭୀଷ୍ମ କାହା ପୁଅ ଗଙ୍ଗାଙ୍କ ପୁଅ ଅୟ ଗଙ୍ଗାଠୁ ଜନ୍ମ ହେଲେ ଗଙ୍ଗା ତ ସବୁ ପାପ ଧୋଇ ଦଉଛନ୍ତି ଆଜ୍ଞା ଆମ ଘରେ ଜେଜେବାପା ମରିଗଲେ ମଣିଷ ଆମେ ଏଇ ଗଙ୍ଗାରେ ଅସ୍ଥି ବିସର୍ଜନ କରିଦଉଛେ ଆମ ପାପ ଆମ ବାପାଙ୍କର ଜେଜେବାପାଙ୍କର ଧୌତ ହେଇଗଲା ଯଦି ଗଙ୍ଗାରେ ଅସ୍ଥି ପଡିଲେ ପାପ ଧୌତ ହେଇଯାଏ ପାପ ନାଶ ହେଇଯାଏ ହେଲା ତାହେଲେ ଭୀଷ୍ମଙ୍କର ପାପ କିଭଳି ବାବୁଏ ନଷ୍ଟ ନହଲାଟି କାହିଁ ପାଇଁ ଭୀଷ୍ମ ସରମୁନରେ ଯେ କରିଲେ ସହାୟ ଆମକୁ ପାଉଛି କି କଥା ସାରେ ବଳକା ହଉଛି ବୋଲି କହୁଥିଲେ ଯଦି ଗଙ୍ଗାରେ ବୁଡିଲେ ସେ ମୃତରେ ହଉ ଜୀବିତରେ ହଉ ଗଙ୍ଗାରେ ବୁଡିଲେ ମା ମାନେ ବାବୁ ମାନେ ପାପ ସାର ଧୌତ ହେଇଯାଏ ଆମର ପୁରା ବିଶ୍ୱାସ ଅଛି ଅଛି ପରା ତାହେଲେ ପିତାମହ ଭୀଷ୍ମ ଭୀଷ୍ମ ଗଙ୍ଗାଙ୍କଠୁ ଜନ୍ମ ହେଲେ ହେଲେ କରିଥିବା ପୂର୍ବ ପାପ ଧୌତ ହେଲା ନାହିଁ ସରମୁନରେ ଶୋଇବାକୁ ପଡିଲା କି କଷ୍ଟ ସେତେବେଳେ ଟିଭିରେ ମୁଁ ଦେଖିଛି ପଚାରିଲେ ପିତାମହ ଭୀଷ୍ମ ଭଗବାନ କୃଷ୍ଣଙ୍କୁ କହିଲେ ହେ କୃଷ୍ଣ ମତେ କହିବେ ମୁଁ ମୋ ଜୀବନରେ ମୋ ବାପାଙ୍କ ପାଇଁ ବ୍ରହ୍ମଚାରୀ ହେଇଛି ମୁଁ ଗଙ୍ଗାଠୁ ଜନ୍ମ ହେଇଛି ମୁଁ ଜୀବନରେ ଜୀବନରେ ନାରୀ ଅଙ୍ଗ ସ୍ପର୍ଶ କରି ନାହିଁ ନାଇଁ ନାଇଁ ଚୋରି କରି ନାହିଁ ନା କାହିଁ ପାଇଁ ଏବେ ସରମୁନେ ମତେ କରାଇ ଦେଲ ଘରେ ମୋ ଆଗରେ ଭଗବାନ କୃଷ୍ଣ କରିଦେବ ତବ କୃଷ୍ଣ କଣ ପାଇଁ ମତେ ସରମୁନରେ ଶୋଇବାକୁ ପଡିଲା ଭଗବାନ କହିଲେ କହିଲେ ପିତାମହ ଜାଣିପାରୁନାହାନ୍ତି ଆପଣ ଯେତେବେଳେ ଯୁବକ ଥିଲେ ଯୁବକ ରାଜା ପୁଅ ଗୋଟା ଖାତିରି ଅଲଗା ନା ଆରେ ଯିଏ ବେହେରା ଦଳରେ ରହିବ ତା ଖାତିରି ଅଲଗା ଆଉ ଯିଏ ସେନାପତି ଦଳରେ ରହିବ ତା ଖାତିରି ଅଲଗା ନା ବେହେରା ସେନାପତି ହେଇଯିବ ନା ସେନାପତି ବେହେରା ହେଇଯିବ ଆରେ ସ୍ଥାନ ପ୍ରଧାନ ନ ବଳ ପ୍ରଧାନ ସ୍ଥାନ ପ୍ରଧାନ ବେହେରା ନା ଶୁଣିଲେ କେତେ ଗାଈ ଗୋପାଳକୁ ଆସନ୍ତି ତମେ ରାଜା ପୁଅ ରାଜା ତମର ଖାଦ୍ୟ ଭଲ ଥିଲା ତମେ ଦିନେ ରାସ୍ତାରେ ଯାଉଛ ପୁରା ସାପଟା ଖାଦ୍ୟ ଖାଇଛି ଏତେ ଯେ ସେ ଉଠି ପାରୁନି ହଲି ପାରୁନି ନା ନା ଶୋଇଛି ରାସ୍ତା ଉପରେ ରାସ୍ତା ଉପରେ ତମେ ପହଞ୍ଚିଲ ଏ ସାପ ଉଠୁ ଯା ପଳେଇ ଯା ଆଡେଇ ଯା ଇଏ ତ ଖାଦ୍ୟ ଖାଇଛି ଯାଇପାରିଲାନି ନା ତମେ ରାଜା ପୁଅ ତମର ଗୋଟେ ଖାଦ୍ୟ ଅଲଗା ଥିଲା ତମେ ସେଇ ସାପକୁ ତୀର ମୁନରେ ଧରି କରି ଫିଙ୍ଗି ଦେଲ ସାପଟା ଯାଇ କଣ୍ଟା ବୁଦାରେ ପଡିଲା ଜ୍ଞାନୀ ବାପା କଣ୍ଟା ଗୁଡାକ ତା ଦେହରେ ଫୁଟିଗଲା କୀଟ ପତଙ୍ଗ ତରୁ ତୃଣ ସକଳ ଘରେ ସବୁ ଘଟରେ ପ୍ରଭୁ ଅଛନ୍ତି ସାପ ହେଲେ ବି ତାର ଜୀବନ ଥିଲା ଗଛର ବି ଜୀବନ ଅଛି ଠାକୁର ଅନୁକୂଳ ଚନ୍ଦ୍ର ଯଦି ଲୋକ କିଏ ଗଛ ଡାଳ ଭାଙ୍ଗି ଦଉଥିଲା ସାର ଅନୁକୂଳ ଚନ୍ଦ୍ର ତା ଦେହରେ ବ୍ୟାଣ୍ଡେଜ ବୁଲେଇ ଦଉଥିଲେ ତାଙ୍କ ଶିଷ୍ୟମାନେ ପଚାରିଲେ କହିଲେ ଠାକୁର ଏ ଗଛ ଦେହରେ କଣ ବ୍ୟାଣ୍ଡେଜ ବୁଲଉଛନ୍ତି ନା ରେ ଗଛର ଡାଳ ଭାଙ୍ଗିଗଲା ତା କ୍ଷତ ହେଲା ତା ଦେହରେ ବ୍ୟାଣ୍ଡେଜ ବୁଲେଇ ଦବା ଦେଖନ୍ତୁ ଏଇ ଢେଙ୍କାନାଳ ଜୋରନ୍ଦା ଆଶ୍ରମ ଯାହାଙ୍କ ପାଇଁ ଆଜି ପ୍ରସିଦ୍ଧ ସନ୍ଥ କବି ଭୀମ ଭୋଇ କୀଟରୁ ପତଙ୍ଗ ତାରୁ ତୃଣ ଯାଏ ଚାହିଁଲେ
ଓଡ଼ିଶାରେ ଅନେକ କବି ଜନ୍ମ ହୋଇଛନ୍ତି। କିଏ ରାଜା କବି ପାଇଛି, କିଏ କୋଉ କବି ଭକ୍ତ କବି ପାଇଛି, କିଏ ଉତ୍କଳ ଘଣ୍ଟ ପାଇଛି। ସନ୍ଥ କବି ଭୀମ ଭୋଇ ଏ ଓଡ଼ିଶାର ଜଣେ କବିର କଥା ଆମେରିକା ହ୍ୱାଇଟ୍ ହାଉସରେ ଲେଖା ହେଇଛି। ସେ ହଉଛନ୍ତି ଜୋରନ୍ଦା ଆଶ୍ରମର ନାମ ପ୍ରଚାରକ, ଅଲେଖ ମହିମାର ପ୍ରବର୍ତ୍ତକ ସନ୍ଥ ଭୀମ। ସେ ପଦ କଣ? ପ୍ରାଣୀ କହାର ତ ଦୁଃଖ ପ୍ରମିତ ଦେଖୁ ଦେଖୁ ଓଡ଼ିଶାର ପ୍ରଥମ ରାଷ୍ଟ୍ରପତି ଓଡ଼ିଶାର ଯିଏ ହେଲେ ମାନନୀୟା ଆପଣମାନଙ୍କର ନାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯୋଉଦିନ ରାଜଭବନରେ ଶପଥ ପାଠ ପରେ ଏ ଦେଶ ଉଦ୍ଦେଶ୍ୟରେ ସେ ତାଙ୍କର ଭାଷଣ ପ୍ରଦାନ କଲେ, ସେତେବେଳେ ଏଇ ପଦରୁ ଆରମ୍ଭ କରିଥିଲେ। ଆପଣମାନେ ସମସ୍ତେ ଶୁଣିଥିବେ। ସେଇ ପଦ ଲେଖା ହେଇଛି ଆମେରିକା ହ୍ୱାଇଟ୍ ହାଉସରେ। ପ୍ରାଣୀ କଳାର ତ ଦୁଃଖ ପ୍ରମିତ ଦେଖୁ ଦେଖୁ ସେଇ ସନ୍ଥ କବି ଭୀମ ଭୋଇ କହିଲେ, କୀଟରୁ ପତଙ୍ଗ ତରୁ ତୃଣ ଯାଏ ଚାହିଁଦେଲେ ଅନୁସରି ସକଳ ଘଟରେ ପୁରୀ ସମାନରେ ନୁହେଁ ସାନ ବଡ କରି। ହାତୀ ଦେହରେ ଜେଡ଼ିକି ଭଗବାନ, ପିମ୍ପୁଡ଼ି ଦେହରେ ସେଡ଼ିକି ଭଗବାନ, ମଶା ଦେହରେ ଜେଡ଼ିକି ମଣିଷ ଦେହରେ ସେଡ଼ିକି ଭଗବାନ ମାମା ର ବ୍ରହ୍ମ ସର୍ବତ୍ର ସମାନ, ବ୍ରହ୍ମ ସବୁଠି ସମାନ ଭାଇମାନ ବାପାମାନ। ସେଇ ସାପ ଦେହରେ ଭଗବାନ ଥିଲେ। ସାପ ଜୀବ ହେଲେ ବି ଅଭିଶାପ ଦେଲା, କହିଲା ହେ ଗଙ୍ଗେୟ ମୋ ଜୀବନର ଅନ୍ତିମ ହେଲା ଗୋଟା କଣ୍ଟା ଗଛ ଉପରେ ତୁ ମତେ ପକେଇଦେଲୁ ବୋଲି ମୁଁ ତତେ ଅଭିଶାପ ଦଉଛି। ତୁମେ ମରିଲା ବେଳେ ମୋ ଦେହରେ ଯେମିତି କଣ୍ଟା ଗୁଡ଼ିଏ ଫୁଟି ଯାଇଛି, ତମ ଶରୀରରେ ସେଇଭଳି କଣ୍ଟା ଭଳି ଫୁଟିଯିବ। ତାହେଲେ ଆଜ୍ଞା ବିଚାର କରିବେ, ମୁଁ କାହିଁ ଏ କଥା କହୁଥିଲି। ପିତାମହ ଭୀଷ୍ମ ଗଙ୍ଗାଙ୍କର ପୁଅ, ଯଦି ତାଙ୍କୁ ଗୋଟେ ସାପ ଅଭିଶାପ ଦେଲା, ପାପ କଲେ, ସିଏ ତ ଯାଇ ଗଙ୍ଗାରେ ବୁଡି ଯାଇଥିଲେ, ତାଙ୍କୁ ଅଭିଶାପ କଟି କଟିବ ନାହିଁ। କର୍ମ ଫଳ ପ୍ରାଣୀ ଅବଶ୍ୟ ଗୁଞ୍ଜଇ କେତା କହିବ। ଆମ ସାହିତ୍ୟ, ଆମ ପୁରାଣ, ଆମ ରାମାୟଣ, ଆମ ଗ୍ରନ୍ଥ, ଆମ ବେଦ, ଆମ ଉପନିଷଦ ଏଭଳି ଭାବରେ ଆମକୁ ଛନ୍ଦି ଦେଇଛନ୍ତି। ଆମେ ଆପଣମାନଙ୍କୁ କହିବାକୁ ବାଧ୍ୟ ହଉଛୁ, ସେ ଅପ୍ରାସଙ୍ଗିକ ହଉ ବା ପ୍ରାସଙ୍ଗିକତା ଥାଉ। ଏଇ ବିଜ୍ଞାନ ଯୁଗର ଭାଇମାନ ଏମାନେ ଥିଲେ ଯୋଉ ଆପଣମାନଙ୍କର ଆଇଟି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଲୋକ। ଏବେ ଆଉ ଗୋଟା ମାଡ଼ି ଆସୁଛି ଇଣ୍ଟରନେଟ ଜାନା AI, ସେ ଆପଣଙ୍କ ମୁଣ୍ଡକୁ ନେଇ ଆଉ କୋଉଠି ଯୋଡ଼ି ଦେଇ ଆଉ କଣ କରିଦବ, ସେ ଲୋକ କହିବେ ଆପଣ ସେ ଭୁଲ କରୁଛନ୍ତି। କାରଣ AI ଯୁଗ ଗୋଟେ ଆସୁଛି, ଚାଲିଲାଣି AI ର ଯୁଗ। ଚିନ୍ତା କରନ୍ତୁ, ଆମେ ଯେତେବେଳେ ଏଇ ଅପ୍ରସାୟିକ କଥା କହିବୁ, କ୍ଷୀର
ক্ষীর সাগর সম্ভবা কুচ কুম্ভ ক্ষীর সমুদ্র মন্থন হলা ତା ଭିତରୁ ଜାତ ହେଲେ ମା ଲକ୍ଷ୍ମୀ ଯଦି ଆଜି ପିଲା କହିବା ସମୁଦ୍ରରୁ ଗୋଟେ ଝିଅ ଜନ୍ମ ହେଇଛି ସେ ଲକ୍ଷ୍ମୀ ତା ପାଇଁ ଲକ୍ଷ୍ମୀ ପୁରାଣ ଲେଖା ହେଲା ନାରାୟଣ ବିବାହ କଲେ ପିଲା ହସିବନି ଆଜ୍ଞା ନିଆଁ ଭିତରୁ ଗୋଟେ ଝିଅ ବାହାରିଲା ତା ନାଁ ଦ୍ରୌପଦୀ ତା ପାଇଁ ମହାଭାରତ ହେଲା ମାଟିରୁ ଗୋଟେ ଝିଅ ବାହାରିଲା ସେ ହଉଛି ସୀତା ତାଙ୍କ ପାଇଁ ରାମାୟଣ ହେଲା ପାହାଡରୁ ଗୋଟେ ଝିଅ ବାହାରିଲା ସେ ହଉଛନ୍ତି ପାର୍ବତୀ ତାଙ୍କ ପାଇଁ ଶିବ ପୁରାଣ ତାହେଲେ ଜାଣିବା ପାଇଁ କଥା ମୁଁ କହୁଛି ନା ଆପଣଙ୍କ ରାମାୟଣ ମହାଭାରତ ଏସବୁ ଶାସ୍ତ୍ର କହୁଛୁ ସଜ୍ଜନ କିଛି କଥା ବୋଲି ଲେଖା ହେଇଛି ଆମକୁ ସତ୍ୟ ବୋଲି ମାନିବାକୁ ପଡିବ କାହିଁକି ମୂଳଟି ଅଟଇ ବିଶ୍ୱାସ ବିଶ୍ୱାସ ବିନା ଆମେ ନାରାୟଣକୁ କାନ୍ଧରେ ଧରି ଆସୁଛୁ ଯାହାକୁ ଆପଣ ନିଶାଣ ବା ଗୋଟେ କଣ ଆମ ଭାଇ ଆଜି କହୁଥିଲେ ବେଳେ ବେଳେ ଆପଣଙ୍କ ଏଇ ପାର୍ଶ୍ୱ କଥା କହନ୍ତି ଯୋଉ ଭଗବାନଙ୍କ ମୟୂର ପୁଚ୍ଛ ଲୋକେ କହନ୍ତି ବାବୁ ୟାକୁ କଣ ପାଇଁ ରହୁଛ ଇଏ ଆମ ନାରାୟଣ ନା 5ଟା 4ଟା କାଠି କିଛି ମୟୂର ଚନ୍ଦ୍ରିକା କିଛି ଲାଲ କପଡା ଆଉ ବ୍ରହ୍ମ ପଦାର୍ଥ ଭଳି ଗୋଟେ ପଦାର୍ଥ ଶାଳଗ୍ରାମ ତା ଭିତରେ ଦିଆଯାଇଛି ଆମେ ତାକୁ ଭଗବାନ ବୋଲି କୋଉ ଆବାମାନ କାଳରୁ ଆମର ସମସ୍ତେ ମାନି ଆସିଛନ୍ତି ବିଶ୍ୱାସ ଅଛି ଯଦି ଆମେ ସତ୍ୟନାରାୟଣଙ୍କର ପୂଜା ବନ୍ଦ କରିଦେବା ଏ ଗାଁର କ୍ଷତି ହବ ମୋ ଅଙ୍ଗ ବିଭାଗ କଥା ମୁଁ ଯୋଉ ଗାଁରେ ଜନ୍ମ ହେଇଛି ମାସେ ଦୀର୍ଘ କାଳ ଆଜ୍ଞା ରାମଲୀଳା ହୁଏ ବନ୍ଦ କରିବୁ ନା ଆଜ୍ଞା କଣ କରିବୁ ପାଲା ବାଲା ଦେଇ ଠକିବ 5 ମାସ ମୁଁ ଆପଣଙ୍କୁ କାହିଁ କହୁଥିଲି ନା ଆମ ଗାଁରେ କହନ୍ତି ସବୁ ବର୍ଷ ମାସେ କାଳ ବା 21 ଦିନ କାଳ ଶ୍ରୀ ରାମଲୀଳା ବହି ପଢା ହବ ଅନଙ୍ଗ ନରେନ୍ଦ୍ରଙ୍କର ଗ୍ରାମବାସୀ କେହି ଆମିଷ ଖାଇବେନି ଖାଲି ଅରୁଆ ଡାଲମା ଖାଇ ରହିବେ ଏଇ ଚନ୍ଦା ଲକ୍ଷଣ ରୋଲ କରିକି ଆଜ୍ଞା ନାଚିବ ଆମ ପାଲା ପଡିଲେ ବି ଆମକୁ ଅନେଇବନି କି ଛୁଇଁବନି ଆମେ ଯେ ଦୁଆରେ ଯେମିତି ପହଞ୍ଚିବୁ ଇଏ ବାରିପଟେ ଖସିକି ପଳେଇବ ଲୋକ କହିବ ଏ କୁଆଡେ ତମ ଗେଡ ଗଲା ନା ତାଙ୍କ ବୋହୂ କହିବେ ସେ ସଂକଳ୍ପ କରିଛନ୍ତି ସଜନ ଆମେ ଆଣିଲେ ଅଡୁଆରେ ପଡିବୁ ଏଠି ଉଷୁନା ଖାଇବ ଅମୁକ ସମୁକ କଥା ମୁଁ କହୁନି ସେ କଥା ଗୋଟେ ବର୍ଷ ପରେ ସମସ୍ତେ କହନ୍ତି ଜେଜେବାପା ବାପା ଯେ ରାମଲୀଳା କୌଣସି କାରଣ ଗାଁରେ ଗୋଟେ ଝାମଲା ହବାର ବନ୍ଦ ହେଇଯାଇଥିଲା କହିବା ବାହୁଲ୍ୟ ମାତ୍ର ହେଇପାରେ ଆପଣ ମାନଙ୍କ ପାଇଁ କିନ୍ତୁ ଅଙ୍ଗେ ନିଭେଇଥିବା ଲୋକ ଆମ ଗାଁରେ ଅଛନ୍ତି କହିଲେ ମାନେ ଆଜି ଶ୍ରୀରାମ ନବମୀ ରାମଲୀଳା ପୂଜା ଗାଁରେ ହେଲା ନାହିଁ ରାମ ଠାକୁରଙ୍କ ଫଟୋ ବସିଲା ନାହିଁ ଠିକ ରାତି 11ଟା ବେଳେ ସେ ଗାଁରେ ନିଆଁ ଲାଗିଗଲା ଘରେ ପରେ ଘର ଡେଇଁଲା ସେ ନିଆଁ ଏଭଳି ଆଶ୍ଚର୍ଯ୍ୟ ନିଆଁ ଏବେ ସିନା ଛାତ ଘର ମାହାଦିଆରେ 50 ବର୍ଷ ତଳେ ଛାତ ଘର ଥିଲା ମୁଁ 20 ବର୍ଷ 30 ବର୍ଷ ତଳେ ଯେତେବେଳେ ଢେଙ୍କାନାଳ ଆସିଥିଲି ଏ ଯୋଉ ଟାଇଲି ଛପର ଘର ବହୁତ ମାତ୍ରାରେ ଟାଇଲି ଛପର ଘର ମୁଁ ଦେଖିଛି ସଜାନ ମୁଁ କାହିଁ ଏ କଥା କହୁଛି ଆମେ ବି ସେଇଠୁ ଆଜ୍ଞା ମାଟିର ଲୋକ ଆମେ ସେମିତି ବଡ ଲୋକ ନୁହଁ କି ସଜନ ନିଆଁ ଡେଇଁଲା ନା କିଏ ଲଗେଇଦେଲା ନା ହନୁମାନ ନିଆଁ ଲଗେଇଦେଲେ ଗାଁରୁ ଗୋଟିଏ ଘର ସେଦିନ ହନୁମାନ ଛାଡି ନଥିଲେ ସେଇଦିନୁ ଗାଁ 7 ବାଡ଼ 5 ଭାଗ ହେଇଥାଉ ଠିକ ରାମ ନବମୀ ଦିନ ଠାକୁର ପୂଜା ହେବେ ନ ପୂଜା ହେଲେ କାଳେ ଗାଁରେ ନିଆଁ ଲାଗିଯିବ ଏହା କଣ ମୂଳଟି ଅଟଇ ବିଶ୍ୱାସ ମୁଁ ଆପଣଙ୍କୁ ବହୁତ ବାଟକୁ ନେଇ ଆସିଲି ସେଇ ଶିବ ଧନୁ ପୂଜାର ଫଳ ସ୍ୱରୂପ ଜନ୍ମ ନେଲେ କିଏ ନା ମା ସୀତା ମା ସୀତାଙ୍କର ନାଁ କେତେଟା ଗୋଟାଏ ନା ସୀତା ଆମ ଗାଁରେ ତ ସେ ପ୍ରଚଳିତ ଦିଗା ସୀତା ହଉଛି କେତେଟା ନା ସୀତା ଗୋଟାଏ ନା ମନେ ପକେଇ ଦୁଇ ସାରେ କେତେଟା ଗାଁ ଗାଲେ
ଛଅଟା ନା ପୁରାଣ ପ୍ରମାଣ ଦବ ପ୍ରମାଣ ଦବ ତୁ ଆଜି ରାତି ପଇସା ନବୁନୁ ନାଇଁ ନାଇଁ ମୁଁ ପଇସା ଖାଇବି ପଇସା ପାଇଁ ଆଉଛି ଆମ ଘରେ ଗାର ପକଉଥିବେ ଆଉ ଭଞ୍ଜ ରାମାୟଣ ବୈଦେଶ ବ୍ୟାସ ଛୋଟିଆ ରାମାୟଣ କଥା ନୁହଁ ସୀତାଙ୍କର ଛଅଟା ନା ଦେଖିବା ରାଗ ଗରମାଳିଆ କହିଲା ବୁଝିବା ଭଞ୍ଜ ରାମାୟଣ ବୈଦେଶ ବ୍ୟାସରେ କହିଲେ ଆଜ୍ଞା ବୁଝିବା ଅତି ସହଜେ ସହଜେ ବହେ ଷଢ଼ ନାମ ସେଜେ ଆଜ୍ଞା ଆପଣ ଷଢ଼ କହିଲେ ଛଅ ଛଅ ଥାନା ବୈଦେହୀ ଏକେ ମୈଥିଳୀ ଦୁଇ ଜାନକୀ ତିନି ପାର୍ଥିବୀ ଚାରି ଯୋଜନଗନ୍ଧା ପାଞ୍ଚେ ସୀତା ଛଅ ସିକ୍ସ ହଉଛି ରେ ଛଅଟା ହଁ ସେଇ ସୀତାଙ୍କୁ ଯେତେବେଳେ 9 ବର୍ଷ 9 ବର୍ଷ ଜ୍ଞାନୀ ବାପା ମାନେ ଆଜ୍ଞା ଶିବ ଧନୁ ଘରେ ରହିଥିଲା